नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। अथ श्रीमद्भागवतः दशमस्कन्ध अथ 39 अथैकत्रिंशोऽध्यायः 31 अध्याय गोपिका गीता। श्री गोप्य ऊचु जयति तेधिकं जन्मनां व्रज श्रयत इंदिरा शश्वदत्र हि दयित दृश्यतां दीक्षुतावका त्वयि धृता शवस्त्वां विचिन्वते। जयति तेधिकं जन्मना व्रजः श्रयत इंदिरा शश्वदत्र हि दयित दृश्यतां दीक्षुतावका त्वयि धृता शव त्वां विचिन्वते। श्रीमद्भागवत परमहंस संहिता वेदांत दर्शन भाष्य स्वरूप श्रीमद्भागवत महापुराण शास्त्र शिरोमणि पुराण शिरोमणि श्रीमद्भागवत का संबंध शास्त्रीय उक्ति हुए भाष्योऽयं ब्रह्मसूत्राणां भारतार्थ विनिर्णय। भाष्योऽयं ब्रह्मसूत्राणां ब्रह्मसूत्र बोली 556 सूत्र रचित वेदांत दर्शन ताको ब्रह्मसूत्र कहा जाए। सूत्र कहले अल्पाक्षर रचित पद समूह 5 अक्षर 7 अक्षर 10 अक्षर भितर तैयारी होइथिबा केते गुड़िए पद ताको सूत्र कहा जाए। आमे केते थर आलोचना करिछे वेदांत दर्शन आम सनातन धर्मर मस्तिष्क स्वरूप बोली। यार 556 सूत्ररु प्रथम प्रकरण रे ब्रह्म जिज्ञासा अथातु ब्रह्म जिज्ञासा ब्रह्म के पदार्थ खोज देख जिज्ञासा कर बुझ ब्रह्म के पदार्थ ब्रह्म कहले कौन तार प्रथम सूत्र है ये प्रश्न। एठी आचार्यपाद शंकर वेदांत दर्शन जो भाष्य रचना करचंदी अनेक भाष्य रचना है। प्रत्येक मतवादी दार्शनिक गण वेदांत दर्शन भाष्य समस्त रचना करचंदी। कहीं वेदांत दर्शन भाष्य जदि रचना करा न जाए से मत को भारतीय दार्शनिक माने से मतवाद को ग्रहण करते। कौन से नूतन दार्शनिक जदि नुआ अध्यात्मवादर प्रचार प्रसार कले आगे आमर या नियम थिला ताहा सर्वभारतीय स्तर रे एक ईश्वर प्रापक्य मतवाद बोली ग्रहण करा जिवो नाही जदि प्रस्थान त्रयी से मत को समर्थन करना। आपण माने सुनिथिबे आमर प्रस्थान त्रयी बोली गोटे शब्द अछि 3टी ग्रंथ ताको प्रस्थान त्रयी कहा जाए। गोटे होची वेदांत दर्शन द्वितीयटी होची श्रीमद भगवत गीता तृतीय होची विष्णु पुराण। ए 3टी गोटे जगार मु देखी ये 2टा सहित से मिसई विष्णु सहस्र नाम को वेदांत दर्शन आउ
ଶ୍ରୀମଦ ଭଗବତ ଗୀତା ଏବଂ ବିଷ୍ଣୁ ସହସ୍ର ନାମ। ଆଉ କେତେକ କହନ୍ତି ଯେ ଦଶୋପନିଷଦ, ବେଦାନ୍ତ ଦର୍ଶନ ଓ ଶ୍ରୀମଦ ଭଗବତ ଗୀତା ଏ ତିନୋଟି ପ୍ରସ୍ଥାନତ୍ରୟୀ ବୋଲି। ଏଇଟା ହିଁ ବାସ୍ତବରେ ଗୃହୀତ, ଏଇଟା ହିଁ ବାସ୍ତବରେ ଗୃହୀତ। ଯଦିଓ ବିଷ୍ଣୁ ପୁରାଣ, ଅଷ୍ଟାଦଶ ପୁରାଣ ଭିତରେ ବିଷ୍ଣୁ ପୁରାଣ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପୁରାଣ, ଉଲ୍ଲେଖ ଅଛି ବେଦେଷୁ ପୌରୁଷ ସୁକୃତମ୍ ପୁରାଣେଷୁ ଚ ବୈଷ୍ଣବମ୍ ଭାରତେ ଭଗବତ ଗୀତା ତ୍ରୟୋ ତ୍ରିଲୋକ ଦୁର୍ଲଭମ୍। ବେଦର ପୁରୁଷ ସୁକୃତ ସେ ଦୁବିଧ, ଶୁକ୍ଳ ଯଜୁର୍ବେଦୀୟ ଓ କୃଷ୍ଣ ଯଜୁର୍ବେଦୀୟ ଦୁବିଧ ପୁରୁଷ ସୁକ୍ତ। ବେଦେଷୁ ପୁରୁଷ ସୁକ୍ତମ୍ ପୁରାଣେଷୁ ଚ ବୈଷ୍ଣବମ୍ ବିଷ୍ଣୁ ପୁରାଣ। ଭାରତେ ଭଗବତ ଗୀତା ମହାଭାରତ ଭିତରେ 1,00,000 ଶ୍ଲୋକ ବିଶିଷ୍ଟ 18 ପର୍ବ। ମହାଭାରତ ଭିତରେ ଭୀଷ୍ମ ପର୍ବର 18ଟି ଅଧ୍ୟାୟ ଶ୍ରୀମଦ ଭଗବତ ଗୀତା ଅସାମାନ୍ୟ ଗ୍ରନ୍ଥ। ଏ ତିନୋଟିକି ପ୍ରସ୍ଥାନ ତ୍ରୟୀ କୁହାଯାଏ। ଏ ତିନୋଟିକି ଯଦି ଟିକେ ପଢିଲେ କି ଆଲୋଚନା କଲେ କି ଚର୍ଚ୍ଚା କଲେ କି ଶୁଣିଲେ କି ବୁଝିଲେ କି ପୂଜା କଲେ କି ଅର୍ଚ୍ଚନା କଲେ କିମ୍ବା ବିଶ୍ୱାସ କଲେ, ଖାଲି ବିଶ୍ୱାସ କଲେ ଯଥେଷ୍ଟ। ସେ ଲୋକର ଏଠୁ ପ୍ରସ୍ଥାନ ଆରମ୍ଭ ହୋଇଗଲା ଭଗବାନଙ୍କ ଆଡକୁ। ଏଠୁ ପ୍ରସ୍ଥାନ ଆରମ୍ଭ ହୋଇଗଲା। ଏ ମାୟାମୟ ଜଗତରୁ ଫେରିଯିବା କାର୍ଯ୍ୟ ତାର ଆରମ୍ଭ ହୋଇଗଲା। ଖାଲି ବିଶ୍ୱାସ କଲେ, ଏପରିକି ପୂଜା ଅର୍ଚ୍ଚନା କଲେ, ପୂଜା ଅର୍ଚ୍ଚନା କଲେ। ଫୁଲ ଚନ୍ଦନ ଦେଇ ଜଣେ ପୂଜୁଛି, ଦିନେ ଫିଟେଇକିରି ପୋଥି ଦେଖିନି, ଆମେ ଆମର ବିଚାରଧାରାରେ ତାକୁ ମହାମୂର୍ଖ ବୋଲି କରିଥିବା। ହଇରେ ଫୁଲ ଚନ୍ଦନ ଦେଇ ପୂଜିଲେ ପଣ୍ଡିତ ହେଇଯିବୁ, ପଢୁନୁ, ବୁଝୁନୁ, ଘୋଷୁନୁ, ଚର୍ଚ୍ଚା ଆଲୋଚନା କରୁନୁ, କାର୍ଯ୍ୟରେ ପରିଣତ କରୁନୁ। ପ୍ରଥମେ ବିଶ୍ୱାସ, ଅନ୍ତଃକରଣ ଭିତରେ ବିଶ୍ୱାସ ଓ ଶ୍ରଦ୍ଧା ଜାଗ୍ରତ କରିବା ନିମନ୍ତେ ପୂଜା ଅର୍ଚ୍ଚନା। ଆମେ ଉଲ୍ଟା ବୁଝୁ ଅନେକ ସମୟରେ, ସ୍ଥୂଳ ବୁଦ୍ଧିରେ ଆମେ ଠିକ ବୁଝିପାରୁନା। ଅନ୍ତଃକରଣେ ଯଦି ବିଶ୍ୱାସ, ଶ୍ରଦ୍ଧା ଈଶ୍ୱରଙ୍କ ପ୍ରତି, ଶାସ୍ତ୍ର ପ୍ରତି, ସାଧୁଙ୍କ ପ୍ରତି ଆସିଗଲା, ଆଉ କୌଣସି ଆଚରଣର ଆବଶ୍ୟକତା ନାହିଁ। ସେଇଟା ପାଇବା ପାଇଁ ଗୁଡ଼ିକ ବାହ୍ୟ ଆଚରଣ। ଅନ୍ତଃକରଣର ବିଶ୍ୱାସ, ଗୋସାଇଁଜୀ ଇସାର କଥାଟି ପ୍ରାରମ୍ଭରେ ଲେଖିଛନ୍ତି ତାଙ୍କର। ଭବାନୀ ଶଙ୍କରୌ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୌ। ସିଏ କହୁଛନ୍ତି ଭବାନୀ ଶଙ୍କର ବୋଇଲେ କଣ? ତୁମ ଅନ୍ତଃକରଣରେ ଶ୍ରଦ୍ଧା ଆଉ ବିଶ୍ୱାସ। ବିଶ୍ୱାସଟି ହେଉଛି ଶିବ, ଶ୍ରଦ୍ଧାଟି ହେଉଛି ପାର୍ବତୀ। ଶିବ ପାର୍ବତୀଙ୍କ କୃପା ନହେଲେ ଯେମିତି ଭଗବାନଙ୍କୁ ପାଇ ହୁଏ ନା, ସେ ଆଉ କିଛି ନୁହଁ। ତୁମ ହୃଦୟ ଭିତରେ ଥିବା ଶ୍ରଦ୍ଧା ଓ ବିଶ୍ୱାସ କାହା ପ୍ରତି? ଧର୍ମ ପ୍ରତି, ଈଶ୍ୱରଙ୍କ ପ୍ରତି, ଶାସ୍ତ୍ର ପ୍ରତି ଯୋଉ ଗଭୀର ବିଶ୍ୱାସ ଏବଂ ଅନାବିଳ ଶ୍ରଦ୍ଧା। ଭବାନୀ ଶଙ୍କରୌ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୌ ଯାଭ୍ୟାଂ ବିନା ନ ପଶ୍ୟନ୍ତି ସନ୍ଥଃ ସ୍ୱାନ୍ତସ୍ଥଃ ଈଶ୍ୱରମ୍। ଆରେ ଈଶ୍ୱରକୁ ପାଇବୁ କଣ? ଈଶ୍ୱର ତ ଜନ୍ମ ହେଲା ପୂର୍ବରୁ ତ ହୃଦୟ ଭିତରେ ଅଛି, ଆଉ ପାଇବୁ କଣ? ତୁ ଜନ୍ମ ହେଲା ବେଳକୁ ଯେମିତି ତୋର ମୁଣ୍ଡଟେ ଅଛି, ନାକଟେ ଅଛି, ହାତ ଗୋଡ 4ଟା ଅଛି, ସେମିତି ଈଶ୍ୱର ତୋ ଦେହରେ ଅଛି, ଆଉ ପାଇବୁ କଣ? ଈଶ୍ୱରଙ୍କୁ ପାଇବୁ କଣ? ଖୋଜି ଯାଉଛୁ କଣ? ଏଇ ତ ପାଇସାରିଛୁ, ହେଟା ଦିଆ ହେଇକିରି ତତେ ଛଡା ହେଇଛି। ଈଶ୍ୱରଙ୍କୁ, ପରମେଶ୍ୱରଙ୍କୁ, ଭଗବାନଙ୍କୁ ଦିଆ ହେଇକିରି ଛଡା ହେଇଛି। ତୋ ମେରୁଦଣ୍ଡଟା ତୁ ଯେମିତି ଦେଖିପାରୁନୁ, ତୋ ପିଠି ମଝିଟା ତୁ ଯେମିତି ଦେଖିପାରୁନୁ, ସେମିତି ତୋ ଭିତରେ ଥିବା ଈଶ୍ୱରଙ୍କୁ ତୁ ଦେଖିପାରୁନୁ। କାହିଁକି ଦେଖିପାରୁନୁ? ଶାସ୍ତ୍ର ନିଷ୍ପତ୍ତି କରୁଛନ୍ତି ଶ୍ରଦ୍ଧା ଓ ବିଶ୍ୱାସର ଅଭାବରୁ। ତୋ ଭିତରେ ଥିବା ଈଶ୍ୱରଙ୍କୁ ତୁ ଦେଖିପାରୁନୁ। ଯାଭ୍ୟାଂ ବିନା, ଯୋଉ ଶ୍ରଦ୍ଧା ବିଶ୍ୱାସ ରୂପିଣୀ ଶଙ୍କର ପାର୍ବତୀଙ୍କ କୃପା ବିନା, ଅସ୍ତିତ୍ୱ ବିନା, ଯାଭ୍ୟାଂ ବିନା ନ ପଶ୍ୟନ୍ତି, ଦେଖିବାକୁ ପାଉନାହାନ୍ତି ଲୋକେ। ସନ୍ତମ୍, ଏଠି ସନ୍ଥ ଅର୍ଥ ନୁହଁ, ସମସ୍ତେ
अथवा थिबा कोठी थिबा स्व अंतस्थ निज अंतःकरण भितर थिबा परम ब्रह्म पुरुष परमेश्वर को निज भितर अच्छी देखिपारू तू हाथ मुठार थिबा जिनिस को देखिपारुनु कहीं ना आज्ञा मु अंध मोर आखि नहीं हाथ थिबा पदार्थ को जमी चक्षु बिना देखी हुए ना अंतःकरण भितर थिबा ईश्वर को श्रद्धा और विश्वास बिना देखी हुए ना ये श्रद्धा विश्वास जदि जात होगला आउ तेणुक घोषिवा पढ़ा दरकार नहीं हाँ गुड़े पढ़ापढ़ी कर पांडित्य टीका टिप्पणी देखिक पांडित्य अर्जन करते जुक्ति तर्क अन्यर वाक्य खंडन निमंते समर्थ हो पार ईश्वर को पाइबनी से ईश्वर को पाइबनी अपरर जुक्ति तर्क करी अपरर वाक्य को खंडन पूर्वक तुम्हें विजय लाभ कर पार तर्क युद्ध रे विजय लाभ कर पार स्वाभिमान कथा हो पारे किंतु ईश्वर को पाइबनी से अतएव जी घरे पृथ्वी रखिकी गभीर प्राण रे पूजा अर्चना करुच्ची सी अल्प दिन ईश्वर को पाइज हाँ मूर्ख हो पारे आम ईश्वर को पाइबा पांडित्यर आवश्यकता नहीं पांडित्यर आवश्यकता नहीं दासिया बाबुरी पंडित नथिला सबरी पंडित नथिला शह शह आम पाइबा मृग मृगुणी गजराज भगवान को पाई कृपा पाई एमाने पंडित नथिले एमानकर गभीर विश्वास ओ श्रद्धा मो प्रभु मते अवश्य रक्षा करिवे ए विश्वास या बल से आउ क्या न डाक भगवान को डाकी ये संस्कारटा कौन सी कारण भीतर पशि जार प्रभाव से ईश्वर को डाकी जहा हो तो यही शास्त्र त्रय प्रस्थान त्रय तन्मध्य अन्यतम वेदांत दर्शन वेदांत दर्शन अकृत्रिम भाष्य श्रीमद भागवत अकृत्रिम भाष्य कौन भाष्य मध्य समय कृत्रिम हो जाए कृत्रिम हो जाए हाँ कृत्रिम केमिति हो जाए भेजाल केमिति हो जाए मु गोटे नुआ मत स्थापन करुची मो मत को टाली कला भलिया मैच कला भलिया समर्थन कला भलिया गीतार श्लोक मान को अर्थ कली शब्दर तो नानाविध अर्थ अच्छी ना शब्द मानकर नानाविध अर्थ अच्छी मु आड़ को टाणिली गीता रो 650 टीका जे भारत रे उपलब्ध होउची भिन्न भिन्न प्रकार 650 टीका विद्वानगण निरूपण करचंती आकुमारी हिमाचल पूर्वाचार्य गण टीका करचंती आमती छोट छोट टीका टिप्पणी तो लक्ष लक्ष हो मु गोटे छापिदेली आप गोटे छापिदेले सी गोटे छापिदेले अनुवाद करुड़ाक नुह जोटा मौलिक टीका संस्कृतर टीका श्लोकर संस्कृत भाषा जोटा टीका कराई विद्वानगण पंडितगण कर गीतार टीका सहज कथा नुहे हाँ एथे 3टी टीका 4टी टीका मूल आम गीता आड़े पलैया तो जो जिनिसटा धरले सियाड़े पलि तबे कि प्रकार भाष्य कृत्रिम हो जाए से आम आलोचना करुचे आचार्य पाद शंकरंकर सांगर भाष्य बलदेव विद्याभूषण गोविंद भाष्य बाल गंगाधर तिलंकर कर्मयोग रहस्य बाकी आमर योगाचार्य जे थे कौन नाटा आमर कड़े सुंदर आमर ये जो आश्रम अच्छी मन पुरी गजबर बंगवासी हाँ जाओ आम हरिहरानंद गोटे आश्रम अच्छी आउट का गोटे आश्रम नहीं जो आश्रम जोटा आम शंकराचार्य मठर एपटू नाटा ए समस्त भाष्य ये जो भाष्य गुड़िक श्रीधर स्वामी श्री भाष्य श्रीधर स्वामी श्री भाष्य देखिए गीतार श्लोक को केवल भक्तिवाद उपर से अर्थ कर भक्तिवाद उपर जो आप देखिए भक्तिवाद उपर बलदेव विद्याभूषण भक्तिवाद उपर अर्थ कर किंतु शंकराचार्य टीका श्रीधर स्वामी सुबोधिनी टीका शंकराचार्य श्री भाष्य नुह सुबोधिनी टीका ता ना हूँ सुबोधिनी टीका सुबोधिनी टीका ठू सांकर भाष्य अलग हो अर्थ
श्लोकटार ये गोटे प्रकार अर्थ कला बेलू सी गोटे प्रकार अर्थ कर अर्थात निराकार ब्रह्म आड़क सी टाणिले साकार रामकृष्ण आड़क ये टाणी एतिक तो कथा कौन से अद्वैतवाद आड़क टाणी ये द्वैतवाद आड़क टाणी श्यामाचरण लाहिरी महाशय श्यामाचरण लाहिरी महाशय से जोग उपरे श्रीमद भागवत गीता को टीका कर पूर्व जिनिष हाँ अच्छी श्यामाचरण लाहिरी महाशय जोग उपरे टीका कर खाली जोग ज्ञान को भक्ति की काटी मैंने छुई ना चलो जोगर पद्धति उपरे टीका को भाष्य कर अपूर्व भाष्य होती जड़े लोक पढ़िले से जोगी ही से विश्वास कर गीताटा जोग शास्त्र ज्ञान शास्त्र नुह कि भक्ति शास्त्र नुहे ठीक तद्रूप विद्वान दार्शनिक बाल गंगाधर तिलक जी तांकर टीकार भाष्यर ना हूँ कर्मयोग रहस्य से भक्ति की छुई ना ज्ञान को छुई ना जोग को फिंगी दूर को खाली कर्म कर एटा कर्मशास्त्रटा जो देखले भगवान कहते कर्म करे कर्म उपरे प्राधान्य देते ना कि अच्छा आमर पद्धति आध्यात्मिकवाद कर्मयोग भक्ति योग ज्ञान योग राजयोग बा ध्यान योग एटा सब रही मूल पथ चार्टा तीन योग भक्ति कर्म नहीं कि ईश्वर को यही चषमा देखुं दार्शनिक माने के जोग चषमा देखुची कि से ज्ञान चषमा देखुची पिंधिकी कि से भक्ति चषमा पिंधि देखुची चषमा तीन टार काच नाली नाली नील हलदिया समस्ते सूर्य को चाहिए जड़े कहला सूर्यटा नाली रे आ जड़े कहला नाई नाई हलदिया नील वाला कहला तमे दी जण अंध कणा सूर्यटा नील वर्ण जे जो चषमा पिंधि सी भाया देखा जा शास्त्र को विद्वान गण स्व स्व मतानुसारे जो भाष्य कर निजर मतवादर प्राधान्य और सुरक्षा निमंते गीता जदि समर्थन करदेला मो मतवाद को मो मतवाद श्रेष्ठ या तो कथा आसुड़ा भारत में संचरी जालक्रमे ये सब कृत्रिम तेरे आम मानकर मतर किसी मूल्य नहीं जगत तथापि अनुभव हुए बाल गंगाधर तिलकर कर्मयोग रहस्य किछटा मूल्यवान जिनिष से कहते शेष कहते अरे कर्म करिवो जे किमिति कर्म करिवो ज्ञान प्रधान भक्ति मूलक कर्म ज्ञान प्रधान भक्ति मूलक कर्म से जो कर्मटा निर्देश करचंती ज्ञान प्रधान भक्ति मूलक कर्म निर्वाह एटा हूँ गीतार उद्देश्य अर्थात ज्ञान और भक्ति सहकारे कर्म करिवो आखि बुझिक जहाँ पड़ा ता कर्म करिवोनी जो कर्मटा ज्ञान द्वारा विचार करा जाई निर्णीत होइथिबो ओ भक्ति द्वारा रसमय सुखदायक कर्म होइथिबो सेटा हूँ गीतार उद्देश्य समझ पाले ना ज्ञान प्रधान भक्ति मूलक कर्म हूँ गीतार कर्म जहाँ गीतार कौन हेले गोटे अर्थ थी ना मूल अर्थ जो उद्देश्य व्यास लिखिले लेखक से गोटे जिनिस को लक्ष्य कर लिखला ना सेटा कहीं ये तो सब निज निज आड़ को टाणिले निज निज लक्ष्य पथ को टाणिले अर्थात ए प्रकार भाष्य कृत्रिम है किंतु श्रीमद भागवत महापुराण वेदांत दर्शनंकर अकृत्रिम भाष्य के कुआडे टाणी कहीं गीता को टाणी पकड़े एमती दार्शनिक मैंने भागवत को कहीं टाणिबेनी कौन प्रमाण पाइल जे तमे या किए कुआडे टाणी ना कहूच तार तात्पर्य मूल सूत्र वेदांत दर्शन रचयिता लेखक जी भागवतर रचयिता सी तेणु वेदांत दर्शन सूत्र से जो लक्ष्य लिखी भाष्यटा को यार सेटा क्या टाणी अन्य लोक हेल्ले निज मतवाद को नहीं टाणिबे अच्छा व्यास से कुआडर नुहति शंकराचार्य जो प्रकार ज्ञानपंथी अन्य गुड़ा को काटिचंती बाल गंगाधर तिलक जपरी कर्मपंथी श्यामाचरण लाहिरी महाशय जपरी जोगपंथी से अन्य कहार धार धार देली
କେବଳ ଯୋଗ ଚର୍ଚ୍ଚା କରନ୍ତି। ଶ୍ରୀଧର ସ୍ୱାମୀ ଯେପରି ଭକ୍ତିର ପ୍ରତିଷ୍ଠାପକ, କିଏ କୁଆଡର ବ୍ୟାସଦେବ ସେ ନିରପେକ୍ଷ। କାହିଁକି ନିରପେକ୍ଷ? ନା ସେ ହେଉଛନ୍ତି ଭଗବାନଙ୍କର ଅବତାର। ସ୍ୱୟଂ ଭଗବାନ ବ୍ୟାସ ରୂପରେ ଅବତୀର୍ଣ୍ଣ ହୋଇ ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ, ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ, ଏତାଦୃଶ ଯେଉଁ ଭଗବତ ଅବତାର ବ୍ୟାସଦେବ। ବ୍ୟାସଦେବ କାହିଁ ଅବତୀର୍ଣ୍ଣ ହୋଇଥିଲେ କି? ଶାସ୍ତ୍ର ରଚନା କରିବାକୁ ଭଗବାନ ଆସିଥିଲେ। ଆଉ ସେ ଭିତରେ ପଶିବାନି। ଗୌତମଙ୍କ ଅଭିଶାପରେ ଗୋଟିଏ ସୂତ୍ର ଅଛି ଅନ୍ୟ ଗ୍ରନ୍ଥରେ, ଗୌତମସ୍ୟ ଋଷେ ଶାପାତ୍। ଷଡ ସନ୍ଦର୍ଭରେ ଗୋଟିଏ ସୂତ୍ର ଅଛି, ଗୌତମସ୍ୟ ଋଷେ ଶାପାତ୍। ଗୌତମ ଋଷିଙ୍କର ଅଭିଶାପରେ ଶାସ୍ତ୍ର ଗୁଡାକ ଲୋପ ପାଇଗଲା। ଏମିତି ଗୋଟେ ଘଟଣା ହେଲା ଯେ ଶାସ୍ତ୍ର ଗୁଡିକ ଲୋପ ପାଇଗଲା। ଲୋପ ପାଇଗଲା, ଜଗତର ଅଧର୍ମ ବ୍ୟାପିଗଲା, ସବୁ ଅଜ୍ଞାନୀ ହେଇଗଲେ। ଶାସ୍ତ୍ର ପରା ତା ନା ସେ ଶାସନ କରିବ। ଆମର ସମ୍ବିଧାନଟା ଯଦି 15 ଦିନ ପାଇଁ ଉଠେଇ ଦିଆଯିବ, ଅବସ୍ଥା କଣ ହବ? ଆଇନ ଗୁଡାକ ଯଦି 10-15 ଦିନ ପାଇଁ ଉଠେଇ ଦିଆଯିବ, ସେ 10-15 ଦିନ ଭିତରେ ତ ଆଇନ ନାହିଁ। ଆଉ ଯିଏ ଯାହା କଲା ତା ପାଇଁ ସେ ଅପରାଧ ଦୋଷ କିଛି ଆଉ ଧରା ହବନି କୋର୍ଟ। ଆଜ୍ଞା ସେଠି ମୁଁ ଯୋଉଦିନ କଲି ସେଦିନ ତ ଆଇନ ନଥିଲା, ଆଉ ତାପରେ ଆଇନଟା ଲାଗୁ ହେଲା ନା। ଆଉ ଚଳିବ? ଗୋଟେ ମୁହୂର୍ତ୍ତରେ ବିଶ୍ୱ ଧ୍ୱଂସ ହୋଇଯିବ। ସେମିତି ଧର୍ମ ଜଗତକୁ ଶାସନ କରୁଛନ୍ତି ଯୋଉ ଶାସ୍ତ୍ର ମାନେ, ସେ ତଳେ ଲୁପ୍ତ ହୋଇଗଲେ ଗୌତମଙ୍କ ଅଭିଶାପରେ। ଭଗବାନଙ୍କର ଚିନ୍ତା ପଡିଗଲା, ଆମର ଚିନ୍ତା ନାହିଁ। ଆମେ ତ ବଡ ଖୁସି ହେଲୁ, ଯାହା ଭଲ ହେଲା। ଶାସ୍ତ୍ରରେ ଏକାଦଶୀରେ ଚିଙ୍ଗୁଡି ଅଧ କିଲେ ଦେଇ ଆସିବି। ଶାସ୍ତ୍ର ନାହିଁ ଆଉ ଶାସନ ନାହିଁ। ଆଉ ଯିଏ ଶାସ୍ତ୍ର ଏକାଦଶୀ ଛୁଁନାହାନ୍ତି, ଚାହନା ସିଆଡକୁ ସେ କହିବେ, ସେ ତ ନାହାନ୍ତି। ଆଉ କଣ ତ ଆମର କାହିଁକି ଚିନ୍ତା ହବ? ଆମେ ଖୁସି ହେଲୁ, ଶାସ୍ତ୍ର ନାହିଁ, ଶାସନକର୍ତ୍ତା ନାହିଁ। କିନ୍ତୁ ଯାହାର ଜଗତ, ତା ମୁଣ୍ଡରେ ଚିନ୍ତା ପଶିଗଲା। ତାଙ୍କଟେ କଥା ହେଲାରି, ଋଷି ବାକ୍ୟଟା ତ ଏଡେଇ ହବନି। କଣ କରିବା କଣ କରିବା? ଆଉ ଭଗବାନଙ୍କୁ ୟାକୁ ତାକୁ କହିବାକୁ ବେଳ ନାହିଁ। ତରବରିଆ ହିଁ ନିଜେ ବଳି ଆସିଲେ। ତରବରିଆ ହିଁ ନିଜେ ବଳି ଆସିଲେ। ବ୍ୟାସ ରୂପରେ ଅବତୀର୍ଣ୍ଣ ହେଇ ବେଦ ଗାନ ପୂର୍ବକ ଜନ୍ମ ହେଲେ। ବେଦଧ୍ୱନି କରି କରି ବ୍ୟାସ ଜନ୍ମ ହେଇଛନ୍ତି ମା ପେଟରୁ। ଆଉ କୁଆଁ କୁଆଁ କାନ୍ଦି ନାହାନ୍ତି ଆମ ଭଳିଆ। ଏବଂ ସମସ୍ତ ଶାସ୍ତ୍ର ରଚନା କଲେ। ସ୍ୱୟଂ ଭଗବାନ ରଚନା କରିଥିବାରୁ କୌଣସି ମତବାଦର କୃତ୍ରିମତା କରିବା ଆବଶ୍ୟକ ନାହିଁ। ଅକୃତ୍ରିମ ଭାଷ୍ୟ ବେଦାନ୍ତ ଦର୍ଶନ ସୂତ୍ରାକାରରେ ରହିଯିବାରୁ, ଅତ୍ୟନ୍ତ କଠିନ ହୋଇଯିବାରୁ, ଦୁର୍ବୋଧ୍ୟ ହୋଇଯିବାରୁ ଶ୍ରୀମଦ ଭାଗବତଟି ଶେଷରେ ଲେଖିଲେ। ସବୁ ପୁରାଣ ସରିଲା ପରେ 53ଟା ଆଗ ପୁରାଣ ସରିଲା। 18 ମହାପୁରାଣ, ଉପପୁରାଣ, ଅତି ପୁରାଣ, ସେଥିରୁ 53ଟା ସରିଗଲା। ଅନ୍ତିମ ପ୍ରଣୟନ ହଉଛି ଭାଗବତ ବ୍ୟାସଦେବଙ୍କର। କାହିଁକି ନା ବେଦାନ୍ତ ଦର୍ଶନଟା ମୂଳ ଜିନିଷଟା ମସ୍ତିଷ୍କଟା ଲେଖିଦେଲେ ଯେ ସୂତ୍ର ଆକାରରେ, ଲୋକେ ବୁଝିବେ କଣ? ଲୋକେ ତ କିଛି ବୁଝିବେନି। ବୈଶ୍ୱାନରୋ ସାଧାରଣ ଶବ୍ଦ ବିଶେଷାତ୍ ଯତୋ ବା ଇମାନି ଭୂତାନି ଜାୟନ୍ତେ ଶାସ୍ତ୍ର ଯୋନିତ୍ୱାତ୍। ଏମିତି ସବୁ ସୂତ୍ର, ଗୋଟିଏ ଗୋଟିଏ ସୂତ୍ର ଗୁଡିକ ବେଦାନ୍ତ ଦର୍ଶନ, ଏଗୁଡା କେହି କିଛି ବୁଝିବେନି। ଏଡ଼ିକିଟିମାନ ଶବ୍ଦ, ଏ ପ୍ରଚୁର ଭାବ ତାଙ୍କ ଗର୍ଭରେ ନିହିତ ଅଛି। ତାକୁ ଫିଟେଇ 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 ଅଡୁଆ ସୂତା ବିଣ୍ଡାଟେ ତାକୁ ଫିଟେଇ ପାରିଲେ ଫିଟେଇ ଫିଟେଇ ସେ ଅଧମାଇଲେ ଲମ୍ବ ହଉଛି। ସେମିତିକା ସୂତ୍ର ମାନଙ୍କର ବହୁତ ରହସ୍ୟ, ବହୁତ ଭାବ ବାହାରିବ। ଯାହା ହଉ ସେ ବେଦାନ୍ତ ସୂତ୍ରକୁ ତାର ତାତ୍ପର୍ଯ୍ୟ, ତାର ଅସଲ ଅର୍ଥ ନିର୍ଣ୍ଣୟ କରି ଶ୍ରୀମଦ ଭାଗବତ ମହାପୁରାଣ ରଚନା କଲେ। ତେଣୁ ଏ ବେଦାନ୍ତ ଦର୍ଶନ ଯେ ଆମର ମୂଳ ଶାସ୍ତ୍ର, ମସ୍ତିଷ୍କ ଶରୀରର, ଯେ ଟିକେ ଏପଟ ସେପଟ ହେଲେ ପାରାଲିସିସ୍ ହେଇଯିବ ସର୍ବାଙ୍ଗ, ଆଉ କେହି କିଛି କାମ କରିବେନି। ସେଇ ମସ୍ତିଷ୍କ, ତାର ଭାଷ୍ୟ ହଉଛି ଭାଷ୍ୟୋୟଂ ବ୍ରହ୍ମସୂତ୍ରାଣ। ନିଜେ ବ୍ୟାସ ଏହାକୁ ରଚନା କରିଥିବାରୁ ମୂଳଟାକୁ ରଚନା କଲେ, ଟୀକାଟାକୁ ମଧ୍ୟ ରଚନା କଲେ। ଯିଏ ଲେଖିଲା ସେ ଅନୁବାଦ କଲା। ଆଉ ଭୁଲ ଭାଲ ହବାର ପ୍ରଶ୍ନ ନାହିଁ, ଇଆଡେ ସିଆଡେ ଟାଣିବାର ପ୍ରଶ୍ନ ନାହିଁ। ଭାବଧାରା ଗୋଟିଏ ରହିଲା। ତେଣୁ ଜନ୍ମାଦସ୍ୟ ଯତଃ ପ୍ରଥମ ସୂତ୍ର ଶ୍ରୀମଦ ଭାଗବତ ଆରମ୍ଭ କଲେ ସେଇ ସୂତ୍ରରୁ।
प्रथम स्कंद प्रथम अध्यायर प्रथम श्लोक हला जन्माद्यस्य जत्र नयादि तरतः चार्थे स्वभिज्ञ स्वराट तेने ब्रह्म हुदा जवादि कवये मुह्यन्ति जत सूरय तेजो बारि मृदांग यथा विनिमयो जत्रो त्रिसर्गम मृषा धामना स्वेन सदा निरस्त कुहकम सत्यं परं धीमहि। वेदांत दर्शन आरंभ सूत्र हला जन्माद्यस्य जत सीठू आरंभ होला श्लोकटी अंतिम 556 नंबर सूत्र हला सत्यं परं धीमहि। जे सत्य जे परम तांको ध्यान कर सत्यं परं धीमहि या निर्देशटा इस श्लोकर अंतिम श्लोक रहा अंतिम सूत्र आरंभ श्लोक रहा प्रथम सूत्र ए प्रकार भाव श्रीमद भागवत रचना कले। प्रथम श्लोकटी मुझे आपण आगे पढ़िली उच्चारण कली घोषी देछि मु आज्ञा गर्व करी आपण मान आगे कहूँ 30 वर्ष है मु भागवत कहूँ पूर्व जन्म पढ़ी कि नाई मोर ख्याल होनी मो गुरुदेव मते कहीदे मो गुरुदेव मते कहीदे ब्राह्मण बालक हरिकथा कह सेतिक बेले पशि जाइला सबुतक साधन शक्ति से तो 6टा तीर्थ थे 6टा एमए दर्शन तर्क इत्यादि तांकरी शक्ति टिके मो पाखे संचार हो जाता नहले मु ये जन्म नहीं कि पूर्व जन्म नहीं मोर निजर संग्रह किछि नहीं केवल गुरु कृपा किंतु बहुत सम्मान पाई बहुत मर्यादा पाई समस्ते बाहा बाहा कहते भागवत ये प्रथम श्लोकटा आज पर्यंत मु कौटी हेले व्याख्या करी प्रवचन करनी कौटी हेले मु प्रवचन कर भय लगुच मु पढ़िली आपण माने किछि बुझी नथियो ता देहरु की भाषा बुझे जन्माद्यस्य जत नयादि तरतः सार्थे स्वभिज्ञ स्वराट तेने ब्रह्म हृदा जयादि कवये बुह्यन्ति जत सूरय तेजो बारि मृदांग यथा विनिमयो जत्र त्रिसर्ग मृषा धामना स्वेन सदा निरस्त कुहकम सत्यं परं धीमहि। किछि बुझी हेबनी ए श्लोक आपण भागवतटा ई भलिया पाठ दांत भंगा विद्या ये किछि बुझी हेबनी से उक्ति अच्छी श्रीमद भागवत पे उक्ति अच्छी जे विद्या भागवतांग बोधि विद्या और शेष सीमा हूँ भागवत विद्या भागवता बोधि आउ गोटे वाक्य मध्य शुणा मिले विद्यावतांग भागवते परीक्षा जड़े विद्वान लोकर केते गभीर विद्या से केते ज्ञान हासिल करिछि ता ज्ञानर डेप्थ केते तार परीक्षा स्थल होछि श्रीमद भागवत गोटे श्लोक फिंगी दब जेटा को व्याख्या करे ता भीतर तार व्याख्या जना पड़ी यार केते गहिरता अछि केते नॉलेज अछि केते ज्ञान अछि जेमि सुना खंडा आम पकई दउछे बणिया बाकू कसिलु रे केते सुना अछि से कसटी पत्थर रे कसी दउछि आज्ञा 14 2 पैसा 6 पैसा खाद अच्छे सेमती श्लोकटी है भागवतर श्लोक है 61 पत्थर सुनार मूल्य केते ज्ञानर गभीरता केते कषापी श्रीमद भागवत श्लोक है 61 पत्थर ये भाया शास्त्र दुर्बोध्य शास्त्र मो गुरुदेव एड़े बड़ ज्ञानी लोक मु देखी जो दिन भागवत प्रवचन थी से दिन टिके विश्राम करके दीपहरे उठे उठिके टिके बही आड़े थरे दी थर कही आज प्रवचन अच्छी परा टिके भागवत देखी देथिबा ई शास्त्रटा को टिके देखी नदेले याकू कही हेबनी माने पूर्वर प्रिपरेशन दरकार होउची ए विद्वान मानक पिंकी केदार काका को सिया देखिछि हेमांग पंडित को सिया देखिछि माने भागवत सब प्रवीण लोक थिले भागवत प्रवीण लोक बुद्धिगिर थिले भागवत सागर भितरे तादृश शास्त्र सुकठिन भाव व्यंजक विचित्रमय ये हूँ 335 अध्याय मोट संस्कृत 335 अध्याय 18,000 श्लोक 335 अध्याय 335 अध्याय कठिन श्लोक भितर
दुर्बोध्य आम जो अध्याय को बर्तमान जाऊे गोपी गीता अवश्य आउ गोटे कठिन अध्याय अच्छी वेद मान स्तव सेटा हूँ 10 स्कंदर 87 अध्याय ता ना हूँ वेद स्तुति 4 वेद 4टी मूर्ति देव मूर्ति आसी हाथ जोड़िक भगवान को स्तव करें जमी मंगलाचरण कला बेले समस्त समस्वर करुचे अभ्यास हो बहुत दिन होला गोटे स्वर मंगलाचरण करुचे 4 वेद आक 4 वेद मुहर बाहर स्तुति कर भगवान को वेद स्तुति 87 अध्याय से वेद स्तुति सी इमिति गोटे तो भाषा जे से भाषा किसी बुझीपर ओडिया कि हिंदी कि बंगाली कि तेलुगु कि कर्णाटी किसी बुझीपर कौ भाषा वेद स्तुति किंतु वेद स्तुतिर भाषा काठिन्य भाव काठिन्य दार्शनिक भावधारा किंतु यार विषय कौन कहि श्रीधर स्वामीपाद वैष्णव तुलसी टीकाकार रूप गोस्वामी पाद विश्वनाथ चक्रवर्ती पाद जे सब बड़ बड़ टीकाकार भागवतर से समस्ते या लिखला बेले निज टीकार लिखिं मु याठू देखिक लिखि दौची यार तात्पर्य मुझे बुझुनी समस्ते लिखि मु ता टीका देख लिखि दौची मुझे गुरुदेव टीका लिखि देखी दौची मु श्रीधर स्वामी टीका देख सी जहाँ लिखि लिखि दौची यार अर्थ मु बुझीपारुनी समस्ते कहते जीव गोस्वामी पाद कहते जीव गोस्वामी लेखनी तो वज्र भलिया टाण सी कहीदे अरे काल माँ काल पुअर ठार जाने कौन खाइबा को मागुची भात मागुची कि काला तो कहीपरिवनी कि शुणी पारिबनी कि माँ जब हरे भात देवी बोले सी शुणी पारे हाँ करता तो शुणी पारुनी कि कहीपरुनी जे शुणी न पारे से कहीपे ना से भात दरकार कि डाली दरकार कि तरकारी मागुची कि खटा टिके मागुची कि लुण टिके मागुची कि लंका मरचुटे मागुची सेटा आमे किए बुझीपारे से कौन मागुची खाई बसला बेले खाली हूँ ता माँ थरे दे थर भल कि चाहिए सी बुझीपार शाग टिके मागुची हौ दौची र काल ठार काल माँ जानिला भलिया गोपांगना मानक भाषाटा केवल पुणी कृष्ण जानिबे आउ किए जानिबनी से कौन कहउचंदी से जाकु लक्ष्य करी कहउचंदी ताका अंतर आमे कौन बुझिबा आमे बाहर अक्षर अर्थ उड़ा बुझिबा पदर अर्थ बुझिबा आउ किछि बुझिबानी एक कथा जीव गोस्वामी पाद कहउचंदी जीव गोस्वामी पाद कहउचंदी मु एटाकु टीका करन थांदी एगोटा शास्त्र करूची मझुरु खंडे छाड़ी जेबी किमिति बोली खाली कर्तव्यानुरोध करुना या टीका करा जाए ना कहीं टीका कर यार टीका हो पारनी यार टीका केवल से ही करें ये गोपांगना माने वाक्य 19टा श्लोक ये 19टा श्लोक कौन कहते अपनी सी बुझ अंतर्जामी केवल बुझे आउ किए बुझीपार ना आम सब कहीं पढ़ा आम शब्द गुड़ाकर अर्थ जहाँ किसी उपरटा बुझा शब्द गुड़ाकर तो किसी अर्थ अच्छी डिक्शनारी तार अर्थ लिखाई धरिक जहाँ किसी बुझा तादृश गोपी गीता जितेबले ब्रजांगना माने खोजी खोजी आउ कृष्ण को पाइले नहीं परिशेष देखिले जे परम प्रियतमा सर्वगोपिनी श्रेष्ठा मूल स्वरूपा नहीं कि श्री राधाराणी से मूल स्वरूपा नुहति कि श्री राधा हय कृष्णेर प्रेम कल्प लता चैतन्य चरितामृत छड़ा आउ किए फिटेकरी सहजरे बतई पारिबनी श्री राधा किए ना प्रेम कल्प लता कल्पलतारू जो फल मागिले ता मिले कल्पलता ता जो एटा हूँ साधारण कल्पलता नुह जे आंब शिंब मागिले मिल आउ ना प्रेम कल्पलता प्रेम संबंधी जहाँ माग कृष्णकर प्रेम संबंधी जहाँ भोग करने को इच्छा श्रृंगार संबंधी जहाँ भोग करने को इच्छा केवल राधाराणी जोगे जोगे पार श्री राधा हय कृष्णेर प्रेम कल्प लता गोपीगण हय तार पल्लव पुष्प पाता
ଲତାଟା ଏଟା ତାର ପତ୍ର ଫୁଲ କଢି ଶ୍ରୀ ରାଧା ହୟ କୃଷ୍ଣେର ପ୍ରେମ କଳ୍ପଲତା ତାହେଲେ ମୂଳଟା ଗୋପୀଗଣ ହୟ ତାର ପଲ୍ଲବ ପୁଷ୍ପପାତା। ଆଉ ଗୋଟିଏ କଥା ଏଠି ବୁଝନ୍ତୁ, ୟାର ତାତ୍ପର୍ଯ୍ୟ ଚୈତନ୍ୟ ଚରିତାମୃତ ଯେ କଥାଟି କହିଦେଲେ କଣଟା ଲୁଚିକିରି ଥରେ ରହିଲା ଭାବଟା ନା, ଲତାର ମୂଳରେ ଜଳସେଚନ କଲେ ପଲ୍ଲବ ପୁଷ୍ପ ପାତା ଯେମିତି ପାଇଯାଆନ୍ତି, ସତେଜ ହେଇଯାଆନ୍ତି, ଯେମିତି ସତେଜ ହେଇଯାଆନ୍ତି, କେବଳ ରାଧାରାଣୀଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କର ବିଳାସ ଆଉ ଏମାନଙ୍କ ସହିତ କାହାର ନାହିଁ। ଏଟା ରସଶାସ୍ତ୍ରର ଭିତରି କଥା, ଏମାନେ କାହାର ନାହିଁ। କିନ୍ତୁ ମୂଳରେ ପାଣି ଢାଳିଲେ ଯେମିତିକା ପ୍ରତ୍ୟେକଟି ପତ୍ର ପାଏ, ସତେଜ ହଏ, ଲୁଳି ପଡିଥିଲା, ଝାଉଳି ଯାଇଥିଲା, ସତେଜ ହେଇ ଠିଆ ହେଇଗଲା ମୂଳରେ ପାଣି ଢାଳିବାରୁ, ତା ଦେହରେ ପାଣି ପଡିନି। ଠିକ ତଦ୍ରୂପ ରାଧାରାଣୀ ଯେତିକି କୃଷ୍ଣର ସ୍ୱାଦନ କରନ୍ତି, ସେଥିରେ ମାନେ ସମସ୍ତେ ଉଜ୍ଜୀବିତ ହୋଇ ଉଠନ୍ତି। ଏହି ହିସାବରେ এই ସିଦ୍ଧାନ୍ତକୁ ଯେ ଆମେ ରସଶାସ୍ତ୍ରର ଧରିବା, ରାଧାରାଣୀଙ୍କ ସାଙ୍ଗରେ ନେଇ ଭଗବାନ ଯେତେବେଳେ ଅନ୍ତର୍ଧ୍ୟାନ ହେଇଥିଲେ, କେତେ କଥା ଆମେ ଆଲୋଚନା କରି ଆସିଲେ, କେମିତି କାନ୍ଧରେ କାନ୍ଧ ହାତ ପକେଇକରି ଚାଲୁଥିଲେ, କରି କରିଣୀ ତୁଲ୍ୟ ଅରଣ୍ୟରେ ବିଚରଣ କରୁଥିଲେ, କୋଳରେ ବସେଇ କୁସୁମ ତୋଳି ଗଭା ମଣ୍ଡନ କରୁଥିଲେ। ଏକଥା ସ୍ପଷ୍ଟ ଭାବରେ ସୁଖଦେବ ଗୋସ୍ୱାମୀ କହିଦେଇଛନ୍ତି। ବସିବା ଚିହ୍ନ ଗୋପାଙ୍ଗନ ମାନେ ଦେଖିଲେ ଯେତିକି କୃଷ୍ଣର ସ୍ୱାଦନ କରିଛନ୍ତି ରାଧାରାଣୀ, ସେଥିରେ ସେମାନେ ପୁଷ୍ଟ ହଉଛନ୍ତି, ଅଭାବ ବୋଧ ହେଇନି। ପ୍ରକୃତରେ ଅଭାବ ବୋଧଟା କେତେବେଳେ ହେଲା, ଯେତେବେଳେ ରାଧାରାଣୀଙ୍କୁ ପରିତ୍ୟାଗ କରି ଶ୍ୟାମ ସୁନ୍ଦର ଶ୍ରୀକୃଷ୍ଣ ପଳେଇଲେ। ମୂଳରେ ଆଉ ପାଣି ପଡିଲାନି। ମୂଳରେ ପାଣି ପଡୁଥିଲା ପର୍ଯ୍ୟନ୍ତ ପତର ଫୁଲ ଗୁଡାକ ସତେଜ ହେଇକରି ରହିଥିଲେ, ସୁନ୍ଦର ମୃଦୁ ପବନରେ ଦୋହଲୁଥିଲେ, କି ସୁନ୍ଦର ନୀଳିମା ଲତାଟିର। ଯେତେବେଳେ ମୂଳରେ ଆଉ ପାଣି ନ ଦିଆହେଲା, ସମସ୍ତେ ଝାଉଳି ପଡିଲେ ତଳକୁ। এইটা হচ্ছে প্রকৃত বিপ্রলম্ভ শৃঙ্গার। সেতবে ব্রজাঙ্গনা মানুষ পরিত্যাগ করি যে কৃষ্ণଙ୍କୁ কেবল নেই আসিলে, তো টিকাকার রসজ্ঞ টিকাকার, রসজ্ঞ টিকা তার 16টা টিকা আছে। এপর্যন্ত ভারতের 16টি টিকা শ্রীমদ ভাগবতঙ্কর মিলুଛନ୍ତି। ସେଥିରେ ବିଶ୍ୱନାଥ ଚକ୍ରବର୍ତ୍ତୀ ପାଦଙ୍କର ଟିକା ରସାଳ, ରସସିକ୍ତ। ଅନ୍ୟମାନଙ୍କର ଟିକା ଅପେକ୍ଷା ବିଶ୍ୱନାଥ ଚକ୍ରବର୍ତ୍ତୀ ପାଦ 200-250 ବର୍ଷ ତଳର ଲୋକ। ସେ ରସିକ ଲୋକ ଥିଲେ, ରସଶାସ୍ତ୍ର ଭିତରେ ତାଙ୍କର ପାଣ୍ଡିତ୍ୟ ଥିଲା, ସବୁ ରସ ଭର୍ତ୍ତି କରିଦେଇଛନ୍ତି ଟିକାରେ। ତ ସେ ରସଜ୍ଞ ବିଦ୍ୱାନ କହୁଛନ୍ତି ଯେ ଯୋଉ ବିପ୍ରଲମ୍ଭ ଶୃଙ୍ଗାର ବିଷୟରେ ଆମେ ଆଲୋଚନା କରିଛେ, ବିରହ କାଳୀନ ଭାବନା, ଜନ ତପତ ଇଚ୍ଛୁ ଚର୍ବଣ, ତାତିଲାକୁ ଚୋବେଇଲା ଭଳିଆ ତୃପ୍ତି, ସେଇଟା ଗୋପାଙ୍ଗନା ମାନଙ୍କୁ ଭୋଗ କରିବା ପାଇଁ ଯେ କୃଷ୍ଣ ତ୍ୟାଗ କଲେ, ସେଟା ପ୍ରକୃତରେ ଭୋଗ ହେଲା ସେମାନଙ୍କର କେତେବେଳେ ନା ରାଧାରାଣୀଙ୍କୁ ପରିତ୍ୟାଗ କଲା ପରେ। ରାଧାରାଣୀଙ୍କୁ ସାଙ୍ଗରେ ନେଇ ଯେତେ କାଳ ବୁଲୁଥିଲେ, ସେତେ ସମୟ ପର୍ଯ୍ୟନ୍ତ ରାଧାରାଣୀ ଯେଉଁ ରସ ଶୋଷଣ କରୁଥିଲେ କୃଷ୍ଣ କଳ୍ପତରୁରୁ, ସେ ତ ସଞ୍ଚାରିତ ହଉଥିଲା ସବୁ ଗୋପାଙ୍ଗନା ମାନଙ୍କ ପ୍ରତି, ନାଇଁ କି? ପଲ୍ଲବ ପୁଷ୍ପ ପାତା ପରା ସେଟା ସଞ୍ଚାରିତ ହଉଥିଲା। ଯେତେବେଳେ ରାଧାରାଣୀଙ୍କୁ ପରିତ୍ୟାଗ କଲେ, ସେତିକି ବେଳେ ପ୍ରକୃତ ବିଚ୍ଛେଦଟା ଏମାନେ ଅନୁଭବ, ଜଳର ଅଭାବ ମୂଳରେ ଯେତେବେଳେ ଢଳା ନହେଲା ପତର ଫୁଲ ମାନେ, ସେତିକି ବେଳେ ଜଳର ଅଭାବ ତାକୁ ଅନୁଭବ କଲେ। ହେଲେ ଆଉ ପୂର୍ବରୁ କାହିଁକି ପରିତ୍ୟାଗ କରିଥିଲେ? ପୂର୍ବରୁ ପ୍ରସ୍ତୁତି। ବିଶ୍ୱନାଥ ଚକ୍ରବର୍ତ୍ତୀ ପାଦ କହୁଛନ୍ତି ବିପ୍ରଲମ୍ଭ ଶୃଙ୍ଗାର ଭୋଗ କରିବା ନିମନ୍ତେ ବିଚ୍ଛେଦରେ ମିଳନ। ବିପ୍ରଲମ୍ଭ ଶୃଙ୍ଗାର ଗୋଟେ ବଡ ଜିନିଷ ଆଜ୍ଞା, ବିଚ୍ଛେଦରେ ମିଳନ, ମାନସିକ ସ୍ତରରେ ବିଚ୍ଛେଦରେ ମିଳନ। ମାନସିକ ସ୍ତର କହିବାଟା ଭୁଲ, ପାର୍ଥିବ ହେଇଯାଉଛି, କିନ୍ତୁ ନିରୁପାୟ ମୁଁ କହିଲି, ଏଟା କହିବା କଥା ନୁହଁ, ନହେଲେ ଆମେ କିଛି ବୁଝିବାନି ବୋଲି। ତ ବିଚ୍ଛେଦରେ ମିଳନ, ଭାବନାମୟୀ ରସସ୍ୱାଦନ, ଭାବମୟୀ ରସସ୍ୱାଦନ, ଏଟା କରିବା ନିମନ୍ତେ ଯୋଉ ପ୍ରଶସ୍ତ ହୃଦୟ ଦରକାର, ଯୋଉ ରସାଳ ହୃଦୟ ଦରକାର, ସେ ହୃଦୟଟା ପ୍ରସ୍ତୁତ କରିବା ନିମନ୍ତେ
ବ୍ରଜାଙ୍ଗନା ମାନଙ୍କୁ ତ୍ୟାଗ କରି ରାଧାରାଣୀକି ନେଇକି ଆସିଥିଲେ। ଯେତେବେଳେ ରାଧାରାଣୀକି ପରିତ୍ୟାଗ କଲେ ପ୍ରକୃତ ଭୋଗ ହେଲା। ଆଉ ଅରଣ୍ୟରେ ଖୋଜିଲେନି ତ, ଆଉ ଅରଣ୍ୟରେ ଖୋଜିଲେନି। ଚନ୍ଦ୍ର କିରଣ ନ ଦୁଷିବାଟା ଆଳ ନା, ଆଉ ସେଟା ଗୋଟେ ଆଳ। କଣ ଗୋଟେ କହିବେ ତ, ବାହାରର କଥା ଗୋଟେ ଅଛି ତ, ଗୋଟେ କଥା ପ୍ରବାହ ରହିଛି। ଚନ୍ଦ୍ର କିରଣର ଅଭାବରୁ ସେମାନେ ଫେରି ଆସିଲେ ସୁନିର୍ମଳ ସୁଶୋଭିତ ମୃଦୁ ହିଲ୍ଲୋଳିତ ତ କୁମୁଦ କହ୍ଲାର କୈରବ ବାୟୁ ପ୍ରବାହିତ ବନର ପ୍ରସ୍ଫୁଟିତ କୁସୁମରାଜର ଗନ୍ଧ ପ୍ରସାରିତ ଯମୁନାର ବାଲୁକା ଶଯ୍ୟା ଉପରେ ବସି କଣ ନିଷ୍ପତ୍ତି କରିଥିଲେ ଟି କାଲି ଆମେ ଆଲୋଚନା କରିଛେ। ହରେଇ ଦେଇଥିବା କୃଷ୍ଣଙ୍କୁ ପାଇବାର ଉପାୟ କଣ, ନାଇଁ କି? ହଜେଇ ଦେଇଥିବା କୃଷ୍ଣଙ୍କୁ ଫେରି ପାଇବାର ଉପାୟ କଣ? ସବୁଗୁଡାକ ତ ଶାସ୍ତ୍ର ଆଉ ବୁନି ଉପକନ୍ୟା ଗୁଡାକ ସେମାନଙ୍କୁ ଅଜ୍ଞାତ ଅଛି କିଛି। ପରିଶେଷରେ କଣ ନିଷ୍ପତ୍ତି କରିଥିଲେ ଟି କାଲି ଆମର 15 ମିନିଟ୍ 20 ମିନିଟ୍ ଯାଇଛି ଏଥିରେ, ଯେ ପରସ୍ପର ହରିକଥା ଆଳାପ ଭଗବାନଙ୍କ କଥା ଶ୍ରବଣ କୀର୍ତ୍ତନ ଦ୍ୱାରା କେବଳ ତପସ୍ୟାରେ ମିଳିବେନି, ଯଜ୍ଞରେ ମିଳିବେନି, ଯୋଗରେ ମିଳିବେନି, ଜ୍ଞାନରେ ମିଳିବେନି, ଜପରେ ମିଳିବେନି, ତୀର୍ଥରେ ମିଳିବେନି, ବ୍ରତରେ ମିଳିବେନି, ଦାନରେ ମିଳିବେନି। ଏଗୁଡ଼ା ସବୁ ସତ୍କର୍ମାନୁଷ୍ଠାନ, ଏଥିରେ ଭଗବାନ ମିଳନ୍ତିନି। ଆଉ ଏଗୁଡାକ କାହିଁ କରିବାକୁ କୁହାଉଛି ନା, ଏଗୁଡାକ ସହାୟକ। ଏଗୁଡା ଚାରିପଟରୁ 5-7ଟା ନଥିଲେ ତମର ଭକ୍ତି ଲତାଟା ଠିଆ ହେଇପାରିବନି। ତେଣୁ ଏଗୁଡାକ ସହାୟକ ଗଛଟାକୁ ଠିଆ କରିବା ପାଇଁ। ଅରେ କଖାରୁ ଗଛଟାରେ କାହିଁକି ଫଳିଲାନି ରେ କିଛି ନା, ଏଟା ତ ରଞ୍ଜା ଦିଆ ହେଲାନି, ଏଟା ତଳେ ଲଟେଇ ପଟେଇ ହେଇକିରି ନଷ୍ଟ ହେଇଗଲା ଗଛଟା, ବର୍ଷା ପଡିଲା ପଚିଗଲା। ଆଉ ରଞ୍ଜା 4 ଖଣ୍ଡ ପୋତି ଦେଇଥିଲେ, ସେ ଉପରେ ମାଳିଥିଲେ, ପ୍ରଚୁର ଫଳ ଫଳିଥାନ୍ତା, ଲତାଟି ଠିକ ଫୁଟିଥାନ୍ତା। ଠିକ ତଦ୍ରୂପ ଆମକୁ ରଞ୍ଜା ଆବଶ୍ୟକ, ତ ଆଶ୍ରୟ ଆବଶ୍ୟକ, ଅବଲମ୍ବନ ଆବଶ୍ୟକ। ଏଗୁଡାକ ହଉଛି ଭକ୍ତି ଲତା ପାଇଁକି ଆଶ୍ରୟ, ଏବଂ ଭକ୍ତି ବଳରେ ହିଁ ଈଶ୍ୱରଙ୍କୁ ମିଳନ୍ତି ଈଶ୍ୱର। ଶ୍ରୀମଦ୍ ଭାଗବତଙ୍କ ନିର୍ଣ୍ଣୟ ନ ମାଙ୍ଗ ସାଧୟନ୍ତି ଯୋଗ ନ ମାଙ୍ଗ ସାଧୟନ୍ତି, ଏଗୁଡାକ ମତେ ସାଧି ପାରିବେନି, ଅର୍ଥାତ ଅର୍ପଣ କରିପାରିବେନି। न मा साधयन्ति जोग न सांख्य धर्म उद्धव न त्याग न तप दान यथा भक्ति मम ऊर्जिता। केवल मोर भक्ति बल रे सिना मु मिले। भक्तिर सार कथा कथालाप परस्पर कथोपकथन या निर्णय करी बालुका राशि बसी कृष्ण कथालाप कले। कृष्ण संबंध में प्रथम कृष्ण महिमा, कृष्ण लीला, कृष्ण रूप, कृष्ण गुण गोटी गोटी आलाप करने को लगिले। ये हूँ गोपी ता इथर आ कि नहीं। ये अध्याय 19 श्लोक आरंभ गोपी गीतार शेष गोपी गीतार आउ कि नहीं। गोटे पद यार निरोला गिरीश पद गोस्वामी कहते इधर कि मिशिनी। वैदिक छंदरे रचित मंदाक्रांता छंदरे वेदरे सब श्लोक मान छंद नहीं कि एवं अनेक वैशिष्ट्य या भितर अच्छी। गोटे जिनिस लक्ष्य करेंगे 19टा श्लोक द्वितीय अक्षर सबुठी समान। श्लोकर द्वितीय अक्षर केतक श्लोकर प्रथम सबु श्लोकर द्वितीय अक्षर समान। द्वितीय अक्षरटा गोटे चारिपाद तो छंदर चारिपाद चारिपादरु द्वितीय अक्षर प्रत्येक पादर द्वितीय अक्षरटा एक रहुछि शेष पर्यंत। केतक श्लोक प्रथम अक्षर मध्य समान अछि, केतक श्लोक सप्तम अक्षर मध्य मुक्ता फल बोली गोटे संस्कृतर बही अछि। थरे अल्प दिन तले कहूଥିଲି नहीं कि मुक्ता फल विषय आम से मुक्ता फल बहिर टीकारे किछिटा उल्लेख अछि बोली मु शुणीची पाइने। ये जो अक्षर सब प्रत्येक श्लोकर द्वितीय अक्षरटा समान रही कौन गोटे रहस्य अच्छी। रसशास्त्र भितर प्रवेश करी रस बाहर करने कौन गोटे कौशल अच्छी।
ମତେ ଜଣା ନାହିଁ ସେ କୌଶଳ, ମୁଁ ସେ ଟୀକା ପାଇନି, ପଢିନି, ଆମେ ପାରିବାନି, ଆମେ ଖାଲି ଉପର ଅର୍ଥ ଯାହା କିଛି ବୁଝିଦେଇ ପଳେଇବା। ଯାହା ହଉ ଗୋପାଙ୍ଗନା ମାନଙ୍କର ହୃଦୟର ଅନ୍ତର୍ନିହିତ ଭାବ ଯାହା କୃଷ୍ଣଙ୍କ ପ୍ରତି ସେ ଅର୍ପଣ କରୁଛନ୍ତି, ତାର ତାତ୍ପର୍ଯ୍ୟ ପୁଣି କଣ ସେ ଭିତରେ ଅଛି କୃଷ୍ଣ ବୁଝୁଛନ୍ତି। ବୁଝନ୍ତୁ ଆମର କଣ ଯାଉଛି, ଆମେ ତ ବହି ସାରିବା ଲୋକ, କେମିତି ହେଲେ ପଢି ଦେଇକିରି ପଳେଇବା, ଆମେ ସେଥିରୁ କଣ ପାଇବା? କିଏ କହୁଛି କହୁ, କିଏ କଣ ବୁଝୁଛି ବୁଝୁ, ଆମକୁ କଣ ମିଳିବ? ପ୍ରଥମ ଶ୍ଲୋକରେ ବ୍ରଜାଙ୍ଗନା ମାନେ କହୁଛନ୍ତି ଗୋପ୍ୟ ଉଚୁ ଜୟତି ତେଧିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶଶ୍ୱଦତ୍ର ହି ଦଇତ ଦୃଶ୍ୟ ତାଙ୍ଗ ଦୀକ୍ଷୁତାବକା ତ୍ୱୟି ଧୃତାଶବ ତ୍ୱାଙ୍ଗ ବିଚିନ୍ନତେ। ଏ ମଧ୍ୟ ଦୁର୍ବୁଦ୍ଧି ଶ୍ଲୋକ ଅଛି, କିଛି ଭାଷା ବୁଝି ହବନି। ଜୟତି ତେଧିକ ଜନ୍ମନା ବ୍ରଜ, ଜୟ ଦ୍ୱିତୀୟ ଅକ୍ଷରଟା ୟ, ଜୟତି ନାଇଁ କି? ଦ୍ୱିତୀୟ ପାଦ ହେଲା ଶ୍ରୟତ, ଶ୍ରୟ ଦ୍ୱିତୀୟ ଅକ୍ଷରଟା ସବୁଠି ସମାନ ରହିବ। ତୃତୀୟ ପାଦର ହେଲା ଦଇତ ୟ, ଚତୁର୍ଥ ହେଲା ତ୍ୱୟି ୟ। ଜୟତି ତେଧିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶଶ୍ୱଦତ୍ର ହି ଦଇତ ଦୃଶ୍ୟ ତାଙ୍ଗ ଦୀକ୍ଷୁତାବକା ତ୍ୱୟି ଧୃତାଶବ ତ୍ୱାଙ୍ଗ ବିଚିନ୍ନତେ। ସମ୍ବୋଧନ କଲେ ପ୍ରଥମ କରି, ହେ ଦଇତ, ଦଇତ ବୋଲେ ଦତ୍ୟ ନାଇଁ, ଦତ୍ୟ ନୁହଁ, ଦତ୍ୟରେ ସେଟା ଦତ୍ୟ ତ ନୁହଁ, ଦୈତ୍ୟ। ତରେ ଐକାର ରହିବ, ତରେ ଜ୍ୟ ଫଳା ରହିବ। ଏଇଟା ହଉଛି ଦଇତ। ଦୈତ ଶବ୍ଦର ଅର୍ଥ ଆମେ ଆଲୋଚନା କରିଛେ ତ ମାସେ ଦେଢ ମାସ ଖଣ୍ଡେ ତଳେ, ଅଳ୍ପ ଟିକେ। ପ୍ରିୟ, ପ୍ରେଷ୍ଟ, ନର୍ମ, ଦୈତ। ସଖା ବା ବନ୍ଧୁ, ବନ୍ଧୁ ତ ନାଇଁ ସଖା। ସଖା, ସଖା କହିଲେ କଣ? ଏକ ପାତ୍ରରେ ଭୋଜନ କରିବା ବ୍ୟକ୍ତି, ଯାହା ସାଥିରେ ଗୋଟେ ପତ୍ରରେ ଖାଇବା। ଏଇଟା ବି ସବୁବେଳେ ମିଳେ ନା। ଦି ଜଣ ସାଙ୍ଗ ହଉଛନ୍ତି, ଦି ଜଣ ସାଙ୍ଗ ହଉଛନ୍ତି, ସେମାନେ ଅଲଗା ଅଲଗା ପତ୍ରରେ ଖାଉଛନ୍ତି, ଇଏ ତା ଅଇଁଠା ଖାଉନି କି ସେ ଅଇଁଠା ଖାଉନି। ଏମିତି ଗୋଟେ ଭାବମୟ ଅବସ୍ଥା ଆସିଲା ଯେ, ଏମିତି ଗୋଟେ ଆବେଗ ଅବସ୍ଥା ଆସିଲା ଯେ ଆଜି ସାଙ୍ଗ ହେଇଗା, ଦି ଭାଗ କଣ କରୁଛୁ, ଗୋଟେ ପତ୍ରରେ ବାড়ି ଖାଇବା ଅଛି। ସେତେବେଳେ କି ଆନ୍ତରିକତା, ବନ୍ଧୁତାଟା ୟାଠୁ ବହୁତ ପୂର୍ବରେ ଅଛି। ସଖା ବେଳକୁ ସଖା, ସହଖା ଦୟତି, ସଖା କାହାକୁ କୁହାଯାଏ? ଯାହା ସାଥିରେ ଗୋଟେ ପତ୍ରରେ ତମେ ଖାଇପାରିବ। ଏଇଟା କୋଉଠି ସମ୍ଭବ ହଉଛି? ଆମେ କେବଳ ତାର ଅଧିକାରୀ, ପୁରୀବାସୀ ମାନେ କେବଳ କୈବଲ୍ୟରେ ସେଟା ସମ୍ଭବ ହଉଛି। ସେ ସେମିତିକା ହୃଦୟକୁ ହୃଦୟ ମିଳେଇ ଦବ, ତାର ଏମିତି ଶକ୍ତି ଅଛି ଯେ ତା ପାଖରେ ବସି ପଡିଲେ ତମେ ଦିଟା ଦେହ, ଦିଟା ମନ, ଦିଟା ପ୍ରାଣ, ଦିଟା ଆତ୍ମକୁ ଏକ କରିଦବ। ଏଇ ଶକ୍ତି ଅଛି ମହାପ୍ରସାଦର। ଯାହା ହଉ ଆମେ ସେ ଭିତରେ ଆଡେ ପଶିବାନି। ସଖା, ଏଟା ହେଲା ଆରମ୍ଭ। ସଖା ଏକ ପାତ୍ରରେ ଭୋଜନ। ପ୍ରସଙ୍ଗ କ୍ରମେ ଯଦିଓ କହିବା ଯୁକ୍ତିଯୁକ୍ତ ନୁହେଁ, ତଥାପି ରସାଳ ଭାବରେ ଅନୁଭବ କରନ୍ତୁ। ଏପରିକି ଖାଇ ବନ୍ଧୁ, ପ୍ରଣୟୀ, ପ୍ରଣୟିନୀ, ଯୁଗଳ, ଦିଟା ଝିଅ ପିଲା ବନ୍ଧୁ। କାହିଁକି? ଦାମ୍ପତ୍ୟ ଜୀବନରେ ସେପରି ଗଭୀର ପ୍ରେମ ଯେତେବେଳେ ଅବସ୍ଥା ଅଛି, ସେତେବେଳେ ଦମ୍ପତି ମଧ୍ୟ ଏକ ପାତ୍ର ଭୋଜନ କରନ୍ତି। ତାହା ଅତ୍ୟନ୍ତ ଗୋପନୀୟ ନିଜ ନିଜ ଜୀବନର, ଏବଂ ସେତିକି ବଳର ମୁହୂର୍ତ୍ତର ଯୋଉ ଆବେଗ ପରସ୍ପରର, ଏଇଭଳିଆ ବୋଧେ ହୃଦୟର ଏକତ୍ୱ ଜୀବନରେ ଆଉ ଦମ୍ପତି ପାଇବେନି। ଯଦି କୋଉଠି କେତେବେଳେ ଏକ ପାତ୍ରରେ ଭୋଜନ କରିଛନ୍ତି, ଠିକ ଅଛି, ୟାଥିରୁ ଭଲ ଜିନିଷଟାକୁ ଆପଣ ସଂଗ୍ରହ କରନ୍ତୁ। ଆମର ଏ ଆଲୋଚନା ମାନଙ୍କରୁ ଯୋଉଟା ଆମର ପବିତ୍ର ଜିନିଷ, ସେଟାକୁ ସଂଗ୍ରହ କରନ୍ତୁ। ସେତେବେଳେ ଯୋଉ ଆନ୍ତରିକତା, ପରସ୍ପର ପ୍ରତି ତ ଆବେଗ ଭାବ, ଏକତ୍ୱ ଭାବ, এই ଅବସ୍ଥାଟାକୁ ସଖା କୁହାଯାଏ। ଯାହା ସାଥିରେ ଗୋଟେ ପାତ୍ରରେ ଭୋଜନ। କୃଷ୍ଣ ଅର୍ଜୁନଙ୍କର ସଖା ଥିଲେ। ସ୍ପଷ୍ଟ ଭାବରେ ଖୋଲିକିରି କହିଦେଇଛନ୍ତି, ଶ୍ୟାମସୁନ କୃଷ୍ଣ ହେ ବିହାର ଶଯ୍ୟା ଅସନ ଭୋଜନେଷୁ। ଆସନ, ବିହାର ଶଯ୍ୟା, ସନ, ଅସନ ନାହିଁ, ଆସନ ଭୋଜନେଷୁ ଏକତ୍ୱମ୍।
ଏ କହି ଯାଇଥିଲେ ଆମେ ମୁଁ ଜାଣିନଥିଲି ତମେ ଏଡେ ବଡ ବିଶ୍ୱରୂପ ବୋଲି ଏଡେ ଭୟଙ୍କର ଜନ୍ତୁ ବୋଲି ତମର କୋଟି କୋଟି ଗୋଡ ହାତ ମୁଣ୍ଡ ଆଖି ନାକ କାନ ବୋଲି ମୁଁ ଜାଣିନଥିଲି ମୋର ତ ଗୋଟିଏ ଗୋଟିଏ ଆପଣଙ୍କ ହାତରେ ଏ କହି ଯାଇଥିଲି ନହେଲେ ଗୋଟେ ଥାଳିରେ ଖାଇଥାନ୍ତି ଭୟରେ ତ ପାଖ ବସି ପାରିନଥାନ୍ତି ତ ପ୍ରଣାମ କରିବାକୁ ଯାଇପାରୁନାହାନ୍ତି ନା ଭୀତ ଭୀତ ପ୍ରଣମ୍ୟ 8 ହାତ ଦୂରରେ ମୁଣ୍ଡିଆ ମାରିଲେ ପାଖକୁ ଆସିପାରିଲେନି ଏଡେ ଭୟ କାଳେ ମାରି ବସିବ ବିଶ୍ୱରୂପ ଭୟଙ୍କର ଜନ୍ତୁ ହେଇଛି ପ୍ରଣାମ ଟିଏ କଲେ ଦୂରରେ ନା ଭୀତ ଭୀତ ପ୍ରଣମ୍ୟ ନା କିନ୍ତୁ ଏକା ପାତ୍ରରେ ଭୋଜନ ୟାକୁ ସଖା କୁହାଯାଏ ଯାହା ସାଥିରେ ଆମେ ଗୋଟିଏ ପାତ୍ରରେ ଖାଇ ପକେଇବା ଏଡେ ପ୍ରୀତି ଏଡେ ଆନ୍ତରିକତା ଏଡେ ଆପଣାର ଭାବ ଯେ ଟିକେ ହେଲେ ଭେଦ ନାହିଁ ଆଜି ଗୋଟେ ଥାଳିରେ ଖାଇବାରି ସାଙ୍ଗ ସାଥିରେ ତାକୁ ସଖା କୁହାଯାଏ ବନ୍ଧୁତା ମିତ୍ରତା ତାଠୁ ବହୁ ଦୂରରେ ଅଛି ମିତ୍ରତା ଅଲଗା ବନ୍ଧୁତା ଅଲଗା ଯେତେବେଳେ ଗୋଟେ ପାତ୍ରରେ ଭୋଜନ କଲା ଭଳିଆ ଏକତ୍ୱ ଭାବ ଆସିବ ସେତେବେଳେ ତାକୁ ସଖା କହିବ ସଖାଟା କ୍ଷୀର ନାଇଁ କି କ୍ଷୀର ବୋଇଲେ କଣ ଏ କୁଣ୍ଡା ଚୋକଡ ପେଜ ପାଣି ଘାସ ଏଗୁଡା ତ କ୍ଷୀର ଆଉ କଣ କି ନା ନାଇଁ ଏଇଥିରୁ ଥୋଡେ ଦେଲେ ଯଦି କ୍ଷୀର ବଢି ଯାଉଛି ଏଇଟା ଯଦି ରାତିରେ ଗାଈକି ଦେଇନେ ସକାଳୁ କ୍ଷୀର କିଛି ନାହିଁ ତାହେଲେ ଏଗୁଡା କ୍ଷୀର ନୁହଁ ଏଗୁଡାକର ରୂପାନ୍ତର କ୍ଷୀର ଦୁଗ୍ଧ এই পবিত্র দুগ্ধ কঞ্চা ক্ষীরটা সিঝিগলে আউ মিঠা নাই গাঢ় ক্ষীর হয়ে গেলে আউ মিঠা যেটাকে ক্ষীর কুহযায় দুগ্ধ কাহু কুহযায় ক্ষীর ক্ষীর কাহু কুহযায় ক্ষীরটা ফুটি 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 তার অধা হয়ে গেলে তাকে কহନ୍ତି অধাম যেতବେଳେ চারଣା সরিଯିବ বারଣା রহিব তা না হচ্ছে ক্ষীর ଆମେ କ୍ଷୀରା କହୁଛେ ଆମ ଭାଷାରେ ଅନ୍ୟାନ୍ୟ ଦେଶରେ ସେଟାକୁ କ୍ଷୀର କହନ୍ତି କ୍ଷୀରଟା ଫୁଟି ଫୁଟି ଫୁଟିକିରି ଚାରଣା ସରିଯିବ ଆଉ ବାରଣା ରହିବ କି ଦଶଣା ରହିବ ଦଶଣା ବାରଣା ରହିଲେ ଯଦି 8 ପଳେଇଲା ତା ନା ହେଲା ଅଧାମ ଗୋଟିକା ଅଧାମ ସର ନରୁଚଇ ତୋତେ ନାଚି ଲାଞ୍ଚ ମାଗୁଥାଉ ଲବଇ କେମନ୍ତେ ଶୁଣିନାହାନ୍ତି ଅଧାମ ଅଧାମ ଅର୍ଥ କଣ ନା କ୍ଷୀରଟା ଫୁଟି ଫୁଟିକିରି ଅଧୁଟେ କେତେ ବାସନା ସ୍ୱାଦ ମିଠା ହେଇଯିବ ସେତେବେଳକୁ ଅଧୁଟେ ହେଇଗଲେ ତା ନା ହେଲା ଅଧାମ ଆହୁରି ଯେତେବେଳେ ସେ କମିକିରି ଚାରଣାକୁ କି ପଳେଇ ଆସିବ ସେତେବେଳେ ସେ ରାବିଡି କି ଫାବିଡି ଆମେ ଯାହା ଯେମିତି ତାକୁ କିଏ କୋଉ ଦେଶରେ ନାଁ ଦେଇଛେ ହେଲେ କ୍ଷୀରଟା ଫୁଟିଗଲା ପରେ ଯେମିତିକା ଆଉ ଫୁଟିଗଲେ ଆଉ ସ୍ୱାଦ ଆଉ ଫୁଟିଗଲେ ଆଉ ସ୍ୱାଦ ଆଉ ଫୁଟିଗଲେ ଆଉ ସ୍ୱାଦ ସେମିତି ଯୋଉ 4ଟା 5ଟା ଶବ୍ଦ ବର୍ତ୍ତମାନ ମୁଁ କହିବି ସେଟା ଆଉ ଶବ୍ଦରେ ଆଉ ଆନ୍ତରିକତା ଆଉ ଶବ୍ଦରେ ଆଉ ଆନ୍ତରିକତା ଆଉ ଶବ୍ଦରେ ଆଉ ଆନ୍ତରିକତା ଆରମ୍ଭ ସଖାଠୁ ଏକ ମନ ଏକ ପ୍ରାଣ ଏକ ଦେହ ଏକ ଆତ୍ମା ତାକୁ କୁହାଯାଏ ସଖା ସେଟା ପ୍ରମାଣ ନା ଗୋଟେ ପାତ୍ରରେ ଭୋଜନ କରୁଛନ୍ତି ସହଖାଦୟତି ଗୋଟିଏ ପାତ୍ରରେ ଭୋଜନ କରୁଛନ୍ତି ସଖା ଇ ଆନ୍ତରିକତା ଆହୁରି କ୍ଷୀରଟା ସିଝିକିରି ଅଧାମ କି ଗୋଟିକା ହେଲା ଭଳିଆ ଆହୁରି ଗାଢ ହେଇଗଲେ ତାକୁ କୁହାଯାଏ ପ୍ରିୟ ମିତ୍ରକୁ ପ୍ରିୟ କୁହାଯାଏ ପ୍ରିୟ ବୋଲି ସମ୍ବୋଧନ କରିପାରିବ ହେ ମିତ୍ର ବୋଲି ସମ୍ବୋଧନ କରିବ ନା ହେ ପ୍ରିୟ ବୋଲି କହିପାରିବନି ସଖା ଆଉ ବଢିଗଲେ ପ୍ରିୟ ଆଉ ବଢିଗଲେ ପ୍ରେଷ୍ଟ ଆଉ ବଢିଗଲେ ଦ୍ୱୈତ ନର୍ମ ଆଉ ବଢିଗଲେ ପ୍ରେଷ୍ଟ ଦ୍ୱୈତ ସଖା ଆହୁରି ଆନ୍ତରିକତା ବଢିକରି ଏକ ମନ ଏକ ପ୍ରାଣ ହେଇଗଲେ ଗଭୀର ପ୍ରୀତି ମମତା ଜମିଗଲେ ସଖା ତା ଉପରକୁ ପ୍ରିୟ ତା ଉପରକୁ ପ୍ରେଷ୍ଟ ତା ଉପରକୁ ନର୍ମ ନର୍ମ ସଖା ନର୍ମ ସଖୀ ବୋଲି ଅଛି ତା ଉପରକୁ ଦ୍ୱୈତ ଦ୍ୱୈତଠୁ ଉପରକୁ ଆଉ କିଛି ନାହିଁ ତେବେ ଦ୍ୱୈତ ଭାବଟା କୋଉଠି କୁହାଯିବ ଜଣେ ପୁରୁଷକୁ ଆଉ ଜଣେ ପୁରୁଷ ଦ୍ୱୈତ ବୋଲି କହିପାରିବନି କେବଳ ଶୃଙ୍ଗାର ସମ୍ବନ୍ଧ ଟିକେ ରହିଲେ ତାକୁ ଦ୍ୱୈତ କୁହାଯିବ ପ୍ରୀତି ସମ୍ବନ୍ଧ ପ୍ରୀତି କହିଲେ ପ୍ରୀତିର ସାଧାରଣ ଅର୍ଥ ଯେ ମିତ୍ରତା ସେ ପ୍ରୀତି ନୁହଁ ତ ଶୃଙ୍ଗାର କହିଲେ ସିଧାସଳଖ କାମ ଏ ସମ୍ବନ୍ଧଟା ରହିଲେ ତାକୁ ଦ୍ୱୈତ କୁହାଯିବ ଏ ସମ୍ବନ୍ଧଟା ଯଦି ନ ରହିଛି ତାହେଲେ ତାକୁ ଦ୍ୱୈତ କୁହାଯିବ ନାହିଁ ପ୍ରିୟ ପ୍ରେଷ୍ଟ କୁହାଯାଇପାରେ ତଥାପି ଏଗୁଡାକ ସବୁ ପ୍ରୀତି ସମ୍ବନ୍ଧରେ ହିଁ ସମ୍ଭବ ହୁଏ ଅନ୍ୟ ସମ୍ବନ୍ଧ ତ ବ୍ରଜାଙ୍ଗନା ମାନେ ଶ୍ୟାମସୁନ୍ଦରଙ୍କୁ ଡାକିଲେ ଆହେ ଦ୍ୱୈତ
ଆହିଁ ଶୃଙ୍ଗାର ସମ୍ବନ୍ଧୀ ବନ୍ଧୁ, ଯାହା ସହିତ ଆମର ଏତାଦୃଶ ସମ୍ପର୍କ ଅଛି। ବୁଝୁଛନ୍ତି ନା କଥାଟା? ଏ ଦୈତ ତବ ଜନ୍ମ ନାବଧି ବ୍ରଜମ ବୈକୁଣ୍ଠାତ ଅଧିକମ ଜୟତି। ଆମେ ବୁଢାବୁଢୀ ମାନଙ୍କ ପାଖରୁ ଶୁଣିଛୁ ତୁମେ ଜନ୍ମ ହେଲା ପରେ ବ୍ରଜର ଶୋଭା ସମ୍ପଦ ଶ୍ରୀ ସୁଖ ସବୁ ଅତିମାତ୍ରାରେ ବଢିଯାଇଛି। ଜୟତି ତେଧିକ ଜନ୍ମ ନା ବ୍ରଜ। ଦୈତ ମାନେ ଯିଏ ଦୈତ ତାର ବଡ ପଣିଆଟା ଦୋଷିବନି କି? ତାର ବଡ ପଣିଆଟା ଦୋଷିବ ନା। ଆଉ ଯୋଉ ପତ୍ନୀ ତା ପତିକି ଭଲ ପାଉଥାଏ ତା ପତିର ଗୁଣ ଗାରିମା ଅନ୍ୟମାନଙ୍କ ଆଗରେ ଗାଇବ ନା। ଆଉ ତ ଆମ ସ୍ୱାମୀ ନା ଏମିତି ଗୋଟେ ପୋଷ୍ଟରେ ଚାକିରି କରୁଛନ୍ତି ଯେ ଆମର ଦୈନିକ 10,000 ଆସୁଛି ଲାଞ୍ଚ ମିଛ। ତମର ମାସକୁ 30,000 ଦରମା, ଆମର ପ୍ରତିଦିନ ସନ୍ଧ୍ୟା ବେଳକୁ 10-12,000 ଘରେ ପଡୁଛି ନାଇଁ କି? ଆଉ ଆଜିକାଲି ଯୁଗରେ କି ଗୁଣ ଦରମା ଅଛି କି? ଯାହା ହଉ ପ୍ରତ୍ୟେକ ପ୍ରିୟତମା ରମଣୀ ସ୍ୱପତିର ବଡ଼ିମା, ପତି ମଧ୍ୟ ସେୟା, ପତି ମଧ୍ୟ ସେୟା, ପତି ମଧ୍ୟ କହନ୍ତି। ଏଗୁଡା ସମସ୍ତେ ଅନୁଭବ କରିଛନ୍ତି, କିଏ କାହାକୁ କହନ୍ତିନି। ଏଗୁଡାକ ଭାବ ପ୍ରଣୟ କ୍ଷେତ୍ରରେ ପ୍ରକାଶ ପାଏ। ଆମ ଘରେ ବଡି ଦିଟା ପକେଇକରି ଯଦି ଝୋଳ କରିଦେଇଥିବେ ଟିକେ ତରକାରୀ, ହାତ ଚାଟିକିରି ଖାଇବ, ଭଲ ରୋଷେଇ ଜାଣେ। ତା ହାତରୁ ଖାଇଲାଠୁ ମତେ ଆଉ କୋଉଠି ଖାଇବାକୁ ଭଲ ଲାଗୁନି, ସୁଖ ଲାଗୁନି କହନ୍ତି। କୋଉଠି? ଯୋଉଠି ଦ୍ୱୈତ ଭାବ ଥିବ। ସ୍ତ୍ରୀଲିଙ୍ଗରେ ଦଇତା, ପୁରୁଷରେ ଦ୍ୱୈତ। ପ୍ରଣୟ ସମ୍ପର୍କ ରହିଲେ ହିଁ ତାକୁ ଦ୍ୱୈତ କୁହାଯିବ। ଯାହା ହଉ, ତେଣୁ ବ୍ରଜାଙ୍ଗନାଗଣ ନିଜ ଦ୍ୱୈତଙ୍କର ଗାରିମା ଗାନ କରୁଛନ୍ତି। ପ୍ରଥମ କରି କହିଲେ ଜନ୍ମଠୁ ଆରମ୍ଭ କରୁଛନ୍ତି କୃଷ୍ଣ ଲୀଳା, କୃଷ୍ଣ ଗାନ ହୁଏ। ଜୟତି ତେଧିକ ଜନ୍ମ ନା ବ୍ରଜ। ତ ତବ ଜନ୍ମ ନା, ତୁମେ ଜନ୍ମ ହେଲା ଠାରୁ ବ୍ରଜ ଅଧିକମ ଜୟତି, ବ୍ରଜର ସମୃଦ୍ଧି ଜୟତି ସମୃଦ୍ଧିଶାଳୀ ଏମିତି ବଢି ଯାଇଛି। ବ୍ରଜର ଶୋଭା ସୌନ୍ଦର୍ଯ୍ୟ ଶ୍ରୀ ସୁଖ ଲକ୍ଷ୍ମୀ ସବୁ ଏମିତି ବଢି ଯାଇଛି। ତମେ କେମିତି ଜାଣିଲୁ? ତମେ ତ କିଏ 8 ଦିନ କିଏ 15 ଦିନ ମୋଠୁ ବୟସରେ ଛୋଟ ନା? ଆମେ ଶୁଣିଛୁ, ଆମେ ଶୁଣିଛୁ। ତ ଏ ପୁରୀରେ ସବୁ ଯୋଡ଼ିଏ ମଠର ଥିଲା। ଗୋଟିଏ ଏମାର ମଠର, ଗୋଟିଏ ଗଭର୍ଣ୍ଣରଙ୍କର। ଗଭର୍ଣ୍ଣର 6 ମାସ ପୁରୀରେ ରହୁଥିଲେ। ବର୍ତ୍ତମାନ ମଠର ବୋଲେ କାର, ସେ କାଳିଆ ଢୋଲା ଢୋଲା କାର। ଏଟା ଆମେ ଶୁଣିଛୁ, କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଦ୍ୱାରେ ଗୋଟେ ବଳଦ ବନ୍ଧା ହାରାଳିଆ ବନ୍ଧା ହେଇଛି। ସେତେବେଳେ ଯେମିତି ବଳଦ ବନ୍ଧା ହଉଥିଲେ ଚାରିଆଡେ, ଯେମିତି ଆମେ ଶୁଣିଛେ ପୂର୍ବ କଥା, ଏ ପ୍ରକାର ଅଣେ ପଇସା ଧରିକିରି ବଜାରକୁ ଗଲେ 2 ପଇସା ଫେରେଇ ଆଣିବ, ଆଉ 2 ପଇସାର ସଉଦା ଗୋଟେ ଲୋକ ବୋହିକିରି ଆଣିପାରିବନି। ଯେମିତି ଆମେ ଶୁଣିଛେ, ବ୍ରଜାଙ୍ଗନା ମାନେ କହୁଛନ୍ତି ଶ୍ୟାମ ସୁନ୍ଦର, ଆମେ ଶୁଣିଛୁ। ଏ ବ୍ରଜ ଥିଲା କଣ, ବର୍ତ୍ତମାନ ଆମେ ଯୋଉଟା ଭୋଗ କରୁଛୁ। ସେ କହିଛନ୍ତି ଆଲୋ ତମ ଯୁଗରେ ଏମିତି ହେଇଗଲା ଲୋ ସବୁ, ଆମ ସମୟରେ ଆମେ 8 କୋଶ 10 କୋଶ ବାଟ ଚାଲି ଚାଲି ଯାଉଥିଲୁ ନାଇଁ କି? ଲକ୍ଷ୍ମୀ ବଜାରକୁ ପରିବା ଆଣିବାକୁ ଗଲେ ଆମେ ମୋଟର ସାଇକେଲ ବାହାର କରୁଛୁ। ତ ଆମେ ଶୁଣିଛୁ, କଣ ଶୁଣିଛ ନା, ଏଇ ପିଲାଟା ଜନ୍ମ ହେଲା ଦିନଠୁ, ତୁମେ ଜନ୍ମ ହେଲା ଦିନଠୁ ବ୍ରଜ ଅଧିକମ ଜୟତି। ଜୟତି କହିଲେ ତ ସବୁ ପ୍ରକାର ଅଧିକ, ଆଉ କଣ ଅଧିକମ ଜୟତି। ଜୟତି କହିଲେ ତ ବଢିଛି ବୋଲି କହିଲେ ତ ବୁଝିଗଲା। ଆଉ ତମେ ଅଧିକ ବୋଲି କାହିଁ କହୁଛ ଲୋ? ଅଧିକ ଶବ୍ଦର ତାତ୍ପର୍ଯ୍ୟ କଣ? ଜୟତି ତେ ଅଧିକ ଜନ୍ମନା ବ୍ରଜ, ଜୟତି ତେ ଅଧିକ ଜନ୍ମନା ବ୍ରଜ।
ଅଧିକ ବୋଲି କଣ କହୁଛ ନା ଶ୍ୟାମ ସୁନ୍ଦର ଶ୍ୟାମ ବନ୍ଧୁ ଅଧିକ ବୋଲି କାହିଁ କହୁଛୁ କି? ଏ ଜଗତରେ ଯେତେ ପ୍ରକାରର ଶୋଭା ସୁଖ ଶ୍ରୀ ସମ୍ପଦ ସୌନ୍ଦର୍ଯ୍ୟ ଲାବଣ୍ୟ ମାଧୁରୀ ସମୃଦ୍ଧ ଅବସ୍ଥା ଚରମକୁ ଯାଇଛି ସଂସାରରେ ନୁହଁ, ସଂସାର ବାହାରେ ମଧ୍ୟ ଚରମ ଅବସ୍ଥାକୁ ଯାଇଛି। ସମସ୍ତଙ୍କଠୁ ବ୍ରଜରେ ଅଧିକ ଚୋପ, ସମସ୍ତଙ୍କଠୁ ବ୍ରଜରେ ଅଧିକ। ସବୁଠୁ ଅଧିକ ହଉଛି ବୈକୁଣ୍ଠ। ବ୍ରଜଟା କେମିତି ଅଧିକ ହେଇଯିବ ନାଇଁ କି? ବୈକୁଣ୍ଠ ବୈମାନିକା ସଲଳନା ଚରିତାନି ଯାସୁ ନାଇଁ କି? ମଣିମାଣିକ୍ୟରେ ତିଆରି ବିମାନରେ ଯୋଉଠି ଚଳ ପ୍ରଚଳ, ବାପି ସୁବିଦ୍ରୁମ ତଟା ସ୍ୱମଳାମୃତାପ୍ସୁ, ଯୋଉଠି ପାଣି ହଉଛି ଅମୃତ ବୈକୁଣ୍ଠରେ। ଏବଂ ବାପିର ଚାରିପଟେ ଆମର ଏଠି କଣ ଅଛି? ଛୋଟ ବଡ ଗୋଡି ଗଦା ହେଇଛି। ଆପଣ ବଣୁଆ ନଈନାଳକୁ ଯିବେ, ବାମ୍ଫିକି ଯିବେ, ବାମ୍ଫିର ଚାରିପଟେ ଗୋଡି। ସେଠି କଣ ଜମା ହେଇଛି? ବୈକୁଣ୍ଠରେ ହେରା ନୀଳା ମୋତି ମାଣିକ୍ୟ ସବୁ ଚାରିପଟେ ଜମା ହେଇଛି, ଗୋଡି ଜମା ହେଲା ଭଳିଆ। ଶହ ଶହ ଶଗଡ ଗୋଡି ବାଲି ଯେମିତି ଚାରିଆଡେ ଜମା ହେଇଥାଏ ଆମର ବାମ୍ଫିର ଚାରିପଟେ କି ପୁଷ୍କରିଣୀର ଗଡିଆର ଚାରିପଟେ, ଗୋଡି ମାଟି ଜାଗାରେ, ଗୋଡିଆ ଜାଗାରେ ଏଗୁଡାକ ଭର୍ତ୍ତି ହେଇଯିବ ନା। ଆଉ କାଦୁଅ ଧୋଇକି ଖାଲି ଗୋଡି ଗୁଡା ଭର୍ତ୍ତି ହେଇଛି, ସେ ଗୋଡି ଉପରେ ଚାଲିକିରି ଯିବାକୁ ହୁଏ। ଗୋଡି ପଥର ଉପରେ ଛୋଟ ବଡ ଆଉ ଆପଣ ବଣୁଆ ଜାଗାର ଗଡିଆ କଥା ପୋଖରୀ କଥା ବିଚାର କରନ୍ତୁ। କିନ୍ତୁ ବୈକୁଣ୍ଠର ଯୋଉ ବାପିସୁ, ବାପି ଗଲେ ଜଳସ୍ଥାନ, ବାପିସୁ କି ପ୍ରକାର ନା ବିଦ୍ରୁମ ତଟାସୁ, ତାର ଚାରିପଟେ ବିଦ୍ରୁମ ହୀରା ନୀଳା ମୋତି ମାଣିକ ପ୍ରବାଳ ପ୍ରଭୃତି ଗୋଡି ଭଳିଆ ଜମା ହେଇକି ରହିଛି, ମଝିରେ ପାଣି, ସେଗୁଡାକ ଗୋଡି ସେଠି। ଆଉ ଉପେନ୍ଦ୍ର ଭଞ୍ଜର କଳ୍ପନା ଶୁଣିବେ। ଗଜହୟ ଉପଜୀବ ଭ୍ରମନ୍ତି କେଦାରେ ଜବସଲତାକୁ ଭାବି। ସବୁ ଭୁଲି ହେଇଗଲା ପିଲାଦିନର ପଢା, 40-50 ବର୍ଷ ହେଲା ଆଉ ୟାର ଶୁଣେ। ମାରାଗ ମନରେ ଘ୍ରାଣ କରେ, ଆଘ୍ରାଣ କରି ଭାବନ୍ତି ପଥର ପଥରେକ ସ୍ୱଚ୍ଛ। ଗଜ ହୟ, ହୟ କହିଲେ ଘୋଡା, ଘୋଡା ହାତୀ ପ୍ରଭୃତି ଚରିବାକୁ ପଡିଆକୁ ଯାଆନ୍ତି। ପଡିଆକୁ ଚରିବାକୁ ଯାଉ ଦେଖନ୍ତି ଯେ ଖଣ୍ଡେ ଦୂରରେ ଗୋଟେ କଅଁଳ ଛନ ଛନ ଘାସ ବୁଦାଟେ ପଲ୍ଲବୀ କିରିବାକୁ ରହିଛି। ଗଜ ହୟ ଉପଜୀବ ଭ୍ରମନ୍ତି କେଦାରେ, ବିଲମାଳରେ, କେଦାର ବିଲମାଳ। ମାରାଗ ଜ୍ୟୋତିକି ମଣି ଜବସ ମନରେ, ଜବସ କହିଲେ କଅଁଳ ଛନଛନିଆ ନେଳିଆ ନେଳିଆ ଘାସ ବୁଦା। ଯେ ଘାସ ବୁଦାଟେ ପାଇଲେ ଘୋଡା ଫୋଡା ଗୋରୁ ଫୋରୁ ଦୌଡ଼ିକିରି ପଳେଇବେନି ଖାଇବାକୁ। ଯାଇକି ଯେତେବେଳେ ଯାଇକିରି ସେଠି ଖାଇବା ପାଇଁ ଶୁଙ୍ଘି ଦିଅନ୍ତି, ସେ ତ ଖାଇବା ପଦାର୍ଥକୁ ପ୍ରଥମରୁ ଶୁଙ୍ଘିବେ। ଶୁଙ୍ଘିଲା ବେଳକୁ ସେଟା ଘାସ ବୁଦା ନୁହଁ, ଆଉ ନା ଏଡେ ବଡ ମାରାଗ ନୀଳମଣି ଖଣ୍ଡୁଟେ ପଡିଛି, ତାର ଆଭା ବାହାରୁଛି, ଦୂରକୁ ଘାସ ବୁଦା ଭଳିଆ ଦୁସୁଛି। କଣ ବୁଝିଲେ କି ସମ୍ପଦ ସେଠିକାର କେମିତି? ସେ ରାଜ୍ୟର ସମ୍ପଦ କିପରି? ବିଲମାଳରେ ପଡିଆରେ ଏଡିକି ଏଡିକି ନୀଳମଣି ଖଣ୍ଡ ପଡିଛି, ଇନ୍ଦ୍ର ନୀଳମଣି। ମାର୍ଗ ମାର୍ଜନେ ରଜନୀ କର ଆଣି ଯାଇ, ରଜନୀ କର ଆଣନ୍ତି ସକଟରେ ବହି। ରାସ୍ତାଟା ଯଦି ଗୋଟେ ଖଣ୍ଡିଆ ହେଇଯାଇଛି, ଟିକେ ପୂରଣ କରିବାକୁ, ସେ ଖାଲ ଫାଲ ହେଇଯାଇଛି, ରାସ୍ତା ମରାମତ କରିବାକୁ ଅଛି, ତାହେଲେ 10-15 ଶଗଡ଼ କର୍ପୂର ଢାଳିଛନ୍ତି ସେଠି, ବାଲି ନାହିଁ। ମାର୍ଗ ମାର୍ଜନେ ରଜନୀ କର ଆଣି ଯାଇ, ରଜ ବାଲୁକା ନିକର ସମୂହ ଆଣନ୍ତି ନାହିଁ। ଆଉ କଣ ଆଣନ୍ତି ନା ରଜନୀ କର କର୍ପୂର ଆଣନ୍ତି ସକଟରେ ବହି। ଶଗଡ଼ ଶଗଡ଼ କର୍ପୂର ଆଣିକି ଢାଳି ଦିଅନ୍ତି ରାସ୍ତା ମରାମତ କରିବାକୁ। ସେମାନଙ୍କ ରାସ୍ତା କେମିତି ସଜା ହୁଏ, କେମିତି ସୁନ୍ଦର ହୁଏ। ସେମାନଙ୍କ ରାସ୍ତା, ସେ ରାସ୍ତାରେ ତାଙ୍କର ଲୋକେ ଯିବେ। ସକାଳୁ କେମିତି ରାସ୍ତା ସଜା ହଉଛି। ସଜନି କର ଜାଣି ଶିଉକାର ମାର୍ଗ ପରିଷ୍କାର ରଚିଲେ। ଆମର ଯେମିତି ସକାଳୁ ପାତ୍ର ସାହି ଗଳି ଝାଡୁ ହଉଛି, ପାତ୍ର ସାହି ଗଳିକି କେବେ ଆସିଛନ୍ତି ସକାଳୁ? ଛୋଟିଆ ଗଳିଟା ତ ଯେମିତି ସଫା ହଉଛି, ସେମିତି ସେମାନେ ତାଙ୍କ ଗଳି କନ୍ତି କେମିତି ସଫା କରୁଥିଲେ। ସଜନି କର ଜାଣି ଶିଉକାର ମାର୍ଗ ପରିଷ୍କାର ରଚିଲେ।
ଅମଳ କମଳ କୋମଳ ଚରଣ ପୀଡ଼ା ଲୋହିବାକୁ ପାଞ୍ଚିଲେ ପନିରେ ଗନ୍ଧ ସାର ଗୋଳି ସିଞ୍ଚିଲେ। ଚୁଆ ଭଳିଆ ଗୋଟେ ସୁଗନ୍ଧ ଜିନିଷକୁ ପନିର କୁହାଯାଏ। ଅତର ପନିର ଚୁଆ କହନ୍ତିନି, ପନିରେ ଗନ୍ଧ ସାର ଗୋଳି ସିଞ୍ଚି। ଯୁବତୀ ସେବତୀ ପାଖୁଡା ଛିଣ୍ଡାଇ ଘନ ସାର ଚୁରି ବିଞ୍ଚିଲେ। ତାପରେ କଣ କଲେ ନା ପ୍ରଥମେ କଷି କର୍ପୂର ୟାକୁ ସବୁ ଫେଣ୍ଟିକିରି ପାଣି କରିକିରି ଅତରରେ ଗୋଳେଇ ରାସ୍ତାରେ ସବୁ ପକେଇଦେଲେ ସୁଗନ୍ଧ ପାଇଁ ବୋଲି। ତା ଉପରେ 2 ଇଞ୍ଚ ମୋଟାରେ ଯୁବତୀ ସେବତୀ ପାଖୁଡା ଛିଣ୍ଡାଇ ଘନ ସାର ଚୁରି ବିଞ୍ଚିଲେ। ତ ସେବତୀ ତୋର ମୁଣ୍ଡିଟା ତାର ଡେମ୍ଫଟା ଟାଣ ହବ, ଗୋଡକୁ ଲାଗିବ, କେଶରଟା ବିନ୍ଦୁ ବିନ୍ଦୁ ହେଇକିରି ଗୋଡକୁ ଲାଗିବ, ଛଡା ସବୁ ବାହାର କରିଦେଲେ। ଖାଲି ପାଖୁଡା ଗୁଡିକ ଇ ଜଗତରେ ଯେତେ ପ୍ରକାରର ଫୁଲର ପାଖୁଡା ଅଛି, ସେବତୀ ଫୁଲର ପାଖୁଡା ଭଳିଆ ନରମ କିଏ ନାହିଁ। ସତ ନା ମିଛ? ଏ ଛୋଟ ଛୋଟ ସେବତୀ ଫୁଲ ଗୁଡିକ ତାର ପାଖୁଡାଟା ଯେତେ ନରମ, ତାର ଡେମ୍ଫ ବାହାର କରିଦେଲେ, ତାର କେଶର ବାହାର କରିଦେଲେ, ତାର ମୁଣ୍ଡି ବାହାର କରିଦେଲେ। ଖାଲି କୋମଳ ପାଖୁଡା ଗୁଡିକ ଯେ ସେଇଟା କେମିତିକା ସେବତୀ ଫୁଲ? ବୁଢୀ ସେବତୀ ଫୁଲ ନୁହେଁ କି କଷି ସେବତୀ ଫୁଲ ନୁହଁ, ଆଉ ନା ଯୁବତୀ ସେବତୀ। ଯେତେବେଳେ ତାର ନରମତା କୋମଳତା, ଆଜ୍ଞା ଉପେନ୍ଦ୍ର ଭଞ୍ଜ ଲେଖା ରସଶାସ୍ତ୍ରର ପାରରେ ସେମାନେ ଅଛନ୍ତି ଆଜ୍ଞା। ଯୁବତୀ ସେବତୀ ପାଖୁଡା ଛିଣ୍ଡାଇ, ସେ ପାଖୁଡା ଗୁଡିକ 2-3 ଇଞ୍ଚ ମୋଟାରେ ବୁଣିଦେଲେ ରାସ୍ତାରେ। ରାସ୍ତାଟା ହେଇଗଲା। ତଥାପି ପାଖୁଡା ଗୁଡାକ ଟିକିଏ ନାଙ୍କୁ ଖାଲି ଢିପକୁଟି କେତେ ଗୋଟେ MM ର 0.000000001 ହେଇଥିବ କି କଣ ହେଇଥିବ, ଡିଫରେନ୍ସ ଉଚ୍ଚା ଦେଲା। ସେବତୀ ଫୁଲ ପାଖୁଡାଟା କେତେ ଉଚ୍ଚା ହବ? ତଥାପି ତାକୁ ସମାନ କରିବା ପାଇଁ କର୍ପୂରର ଚୂର୍ଣ୍ଣ ତାପରେ ବୁଣିକିରି ପ୍ଲେନ କରିଦେଲେ। ଯୋଉ ଗାଁରେ ଏମିତିକା ରାସ୍ତା ସକାଳୁ ସଫା ହଉଛି, ଲୋକେ ଯା ଆସ କରିବେ ବୋଲି, ସେ ଦେଶର ସମ୍ପତ୍ତି କେମିତି ଥିବ? ସମ୍ପଦ ସେ ଦେଶର ସମ୍ପଦ କେମିତି ଥିବ? ହଇଲ ଗୋପୀ ମାନେ ଏମିତି ରାଜ୍ୟ ସବୁ ଅଛି, ବୈକୁଣ୍ଠ ଆଦି, ବୈକୁଣ୍ଠ ବର୍ଣ୍ଣନା ଗୁଡାକ, ବୈକୁଣ୍ଠରେ ଏମିତି ରାସ୍ତା ସଫା ହଉଛି, ଏମିତି ବାମ୍ଫେଇ ରହିଛି, ଏମିତି ପଶୁ ପକ୍ଷୀ ମାନେ ଘାସ ବୋଲି ଖାଇବାକୁ ପଳଉଛନ୍ତି, ଶୁଙ୍ଘିକିରି ଜାଣୁଛନ୍ତି ଏଇଟା ପଥର ଏକ ସ୍ୱଚ୍ଛ। ନୀଳମଣି ସବୁ ୟାର ସାଡେ ପଡିଛି। ଯଦି ନୀଳମଣି ପଡିଛି, ନୀଳମଣିଟା ସିନା ଘାସ ବୋଲିକିରି ପଳେଇଲେ, ଲାଲମଣି ହଳଦିଆ ମଣି ପଡିଥିବ ନା, ଚାରିଟା ବିଞ୍ଚିକିରି କିଏ ପଚାରୁଛି ଗୁଡାକ? ଏଇଭଳିଆ ସମ୍ପଦ ଯୋଉ ଦେଶରେ, ତାଠୁ ତମର ବ୍ରଜ ଅଧିକ। ଶ୍ୟାମ ସୁନ୍ଦର ଏ ଅଧିକ ଶବ୍ଦଟା ତ ସେଇଥିପାଇଁ ଲଗେଇଛୁ ଆମେ। ଆଉ ନା କଣ କହୁଛୁ ମ? ବୈକୁଣ୍ଠରୁ ବେଶୀ, ବୈକୁଣ୍ଠରୁ ବେଶୀ ନା କହିବୁ? ଶ୍ୟାମ ବନ୍ଧୁ ଗୋଟେ କଥା କହିବୁ, ଏ କେତେ ଅଧିକ ତୁମ ବୈକୁଣ୍ଠଠୁ? ଏଗୁଡାକ ଆମେ ଯୋଉ ଆଲୋଚନା କଲେ, ଏ ସମ୍ପଦ, ଏ ଶୋଭା, ଏ ଶ୍ରୀ, ଏଟା ବୈକୁଣ୍ଠର ଶୋଭା ବହୁତ ଅଛି। ରତ୍ନ କୁଡ୍ୟାସୁ ପଶ୍ୟନ୍ତି ସୁଦତି ସୁନ୍ଦରଂ ମୁଖମ। ଚାଲି ଯାଉଥିଲା ବେଳେ ତ ସେ ଯୋଉ କାନ୍ଥ ଗୁଡାକ ତ ରତ୍ନ କୁଡ୍ୟାସୁ, ଏଭଳି ରତ୍ନରେ ତିଆରି ଯେ ମୁହଁ ସେଇଥିରେ ଦେଖନ୍ତି ସୁନ୍ଦରୀ, ସୁଦତି ସୁନ୍ଦର, ନିଜର ସୁନ୍ଦର ମୁଖକୁ କାନ୍ଥରେ ଦେଖନ୍ତି। ଏ ସବୁ ବୈକୁଣ୍ଠର ବର୍ଣ୍ଣନା ରହିଛି। ଏ ବୈକୁଣ୍ଠର ଶୋଭା, ଶ୍ରୀ, ସମ୍ପଦ, ଲାବଣ୍ୟ, ମାଧୁରୀ ଅପେକ୍ଷା ତୁମେ ଜନ୍ମ ହେଲା ଦିନଠୁ ବ୍ରଜ ଆଉ ବହୁ ଅଧିକ ମାତ୍ରାରେ ବଢି ଯାଇଛି। ଖାଲି ତୁମ ଜନ୍ମରୁ କିରେ, ଜନ୍ମ ହେଲା ପିଲାଟା କଣ କାମ କରେ? ଜନ୍ମ ହବା ପିଲାଟା କାମ କରେ କି? ତୁମେ ଯେତେବେଳେ ବଡ ହେଇକିରି କର୍ମ ଆରମ୍ଭ କଲ, ସେତେବେଳେ ଆଉ କଣ ହେଇଥିବ ଛାଡ। ଜନ୍ମ ହଉ ହଉ ତମ ପ୍ରଭାବରେ ଏଇ ପ୍ରକାର ହେଇଯାଇଛି ବ୍ରଜର ଆଧିକ୍ୟ, ବ୍ରଜର ଶୋଭା, ବ୍ରଜର ଶ୍ରୀ, ବ୍ରଜର ସମ୍ପତ୍ତି। ଜୟତି ତେଧିକ ଜନ୍ମନା ବ୍ରଜ। ହେଲେ ମଧ୍ୟ ଯାହା ହେଲେ ମଧ୍ୟ ବୈକୁଣ୍ଠକୁ ବଳିଯିବ କିଲ? ଯେତେ ବଡ ହେଲେ ମଧ୍ୟ, ଯେତେ ସୁନ୍ଦର ହେଲେ ମଧ୍ୟ। ନା ଶ୍ୟାମ ବନ୍ଧୁ ଗୋଟିଏ ପଦରେ କହୁଛୁ, ଆଉ ବେଶୀ ଗୁଡାକ ବର୍ଣ୍ଣନା କରିବୁନି। କଣ କହୁନ? ଜୟତି ତେଧିକ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶଶ୍ୱଦତ୍ର ହି। ଶ୍ୟାମ ସୁନ୍ଦର, ଶ୍ୟାମ ବନ୍ଧୁ, ଯୋଉ ବୈକୁଣ୍ଠକୁ ତୁମେ ଏତେ ବଡ ବୋଲିକିରି ବତଉଛ, ସେଠି ଯିଏ ପୂଜ୍ୟା ସର୍ବଶ୍ରେଷ୍ଠା ମାଲିକାଣୀ ଇନ୍ଦିରା, ବୈକୁଣ୍ଠର ଇନ୍ଦିରା କିଏ? ଲକ୍ଷ୍ମୀ ନାଇଁ କି? ଇନ୍ଦିରା ଲୋକମାତା, ମା କ୍ଷୀରାବ୍ଧି ତନୟାର ମା।
ଇନ୍ଦିରା ସିଏ ଆସିକିରି ଆମର ଏଠି ଗଛ ମୂଳୁ ଘାସ ଉପାଡୁଛି ତମେ ଜନ୍ମ ହେଲା ଦିନଠୁ। ଆଉ ବୈକୁଣ୍ଠ କଣ ଅଧିକା କଥା କହୁଛ? ଶ୍ରୟତ ଇନ୍ଦିରା ଶଶ୍ୱତ ଅତ୍ର ହି ନିଶ୍ଚିତ। ଆମେ କେତେଥର ଗାଳି ଦେଇଛୁ ଭଲକିରି କାହିଁ ଉପାଡୁନୁ लो ବୋଲି, ଛାଡି ଦଉଛୁ। ଶ୍ରୟତ ଆଶ୍ରୟ କରିଛି ବ୍ରଜକୁ। ଲକ୍ଷ୍ମୀ କାହାକୁ ଆଶ୍ରୟ କରିଛି? ବୈକୁଣ୍ଠ ଲକ୍ଷ୍ମୀକି ଆଶ୍ରୟ କରିଛି ନାଇଁ କି? ଲକ୍ଷ୍ମୀମୟ, ସମ୍ପଦମୟ, ବୈଭବମୟ ନା ବୈକୁଣ୍ଠଟା? ଆଉ ଭଗବାନଙ୍କର ବିଳାସସ୍ଥଳୀ। ଆଉ ସେ ସମ୍ପଦ କାହାକୁ ଆଶ୍ରୟ କରିଛି? ନା ଲକ୍ଷ୍ମୀକି ଆଶ୍ରୟ କରିଅଛି। ସେଇ ଲକ୍ଷ୍ମୀ ବ୍ରଜକୁ ଆଶ୍ରୟ କରି ବଞ୍ଚିଛି। ଆମେ ଯେମିତି କିଏ କମ୍ପାନୀଟିଏ, କାରଖାନାଟିଏ, କିଏ କମ୍ପାନୀଟିକୁ ଆଶ୍ରୟ କରି ବଞ୍ଚିଛେ, ସେଠି ଖଟି ଖଟିକିରି ନାଇଁ କି? କିଏ ସରକାରୀ ଅଫିସ ଟିକେ ଆଶ୍ରୟ କରି ବଞ୍ଚୁଛି। ଏମିତି ବୈକୁଣ୍ଠେଶ୍ୱରୀ ଲକ୍ଷ୍ମୀ ଏ ବ୍ରଜକୁ ଆଶ୍ରୟ କରି ବଞ୍ଚୁଛି। ସେଇଠି ପରିଚାରିକା। ବୈକୁଣ୍ଠରେ ଯିଏ ମାଲିକାଣୀ ସେଇଠି ପରିଚାରିକା। ଆଉ ବୈକୁଣ୍ଠକୁ କଣ ବଡ କହୁଛ ଆମର ବ୍ରଜଠୁ? କାହିଁକି ଆଧିକ୍ୟ, ଏ ସମ୍ପଦ, ଏ ମାଧୁରୀ, ଏ ଲାବଣ୍ୟ, ଏ ଶୋଭା, ଯୋଉଠି ଲକ୍ଷ୍ମୀ ଆସିକିରି ପରିଚାରିକା। ବୈକୁଣ୍ଠେଶ୍ୱରୀ ଲକ୍ଷ୍ମୀ ଯୋଉଠି ପରିଚାରିକା, ସେ କାହିଁକି ଏତେ ବଡ ହେଇଯାଉଛି? ଶ୍ୟାମ ସୁନ୍ଦର, ତୁମ ଜନ୍ମର ପ୍ରଭାବ। ତମେ ଯୋଉଠି ଅଛ ସେଠି ସେମିତି ହଏ। ତୁମେ ଯୋଉଠି ଥାଅ ସେଠି ସେମିତି ହଏ। ଜୟତି ତେଧିକ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶଶ୍ୱଦତ୍ର ହି। ହେଲେ କଣ ତମେ କହୁଛ ସବୁଦିନ ରାତିରୁ ଉଠିକିରି ବୈକୁଣ୍ଠରୁ ଲକ୍ଷ୍ମୀ ଆସିକିରି ତମର ଏଠି ରାସ୍ତାଘାଟ ସଫାସୁତୁରା କରି ନିର୍ମଳ କରି ବ୍ରଜକୁ ସଜାଡି ଦେଇକିରି ଶୋଭାମୟ କରି ଯାଉଛି? ନା ନାଇଁ ନାଇଁ, ବୈକୁଣ୍ଠରୁ କାହିଁକି ଆସିବ? ନା ଆଉ ଶଶ୍ୱତ ଅତ୍ର ଏଇଠି ରହିଛି। ଏଇଟା ଛାଡିକିରି ପଳେଇବ କେମିତି? ଅଫିସରଟା ବସିଛି ଅଫିସ ଭିତରେ, କିରେନଟା ପଳେଇବ ଉଠିକିରି? ଯେହେତୁ ତୁମେ ବ୍ରଜରେ ବିହାର କରୁଛ, ତୁମ ଜନ୍ମ ଠାରୁ ବ୍ରଜର ଏଇଭଳିଆ ଶୋଭା, ଯୋଉଠି ସାକ୍ଷାତ ଇନ୍ଦିରା ବୈକୁଣ୍ଠେଶ୍ୱରୀ ପରିଚାରିକା ରୂପେ ସମ୍ପଦ, ଶୋଭା, ଶ୍ରୀକୁ ନିର୍ବାହ କରୁଛି ନିଜ ହାତରେ। ବ୍ରଜର ଗୁଣଗାନ କରୁଛନ୍ତି ତ ମହିମା ଗାନ କରୁଛନ୍ତି। କିଭଳିଆ ମହିମା ଗାନ କରୁଛନ୍ତି ଭଗବାନଙ୍କର ମହିମା। ତ ସାତରେ ଆମର ବନ୍ଧ ହେବା କଥା। ଆମେ ତ ଯୋଡେ ପଦ କରିଛୁ, ଆହୁରି 2 ପଦ ରହିଗଲା। ଜୟତି ତେଧିକ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶଶ୍ୱଦତ୍ର ହି ଦଇତ ଦୃଶ୍ୟ ତାଙ୍ଗ ଦୀକ୍ଷୁତାବକା ତ୍ୱୟି ଧୃତା ଶବ ତ୍ୱାଙ୍ଗ ବିଚିନ୍ନତେ। ଆଉ ଯୋଡିଏ ପଦ ରହିଲା। ଆସନ୍ତା କାଲି ଆଲୋଚନା କରିବା। କଣ କରିବା? ଏଡେ ମିଠା କଥା ଆସିକିରି ପଡୁଛି ଯେ ତାକୁ ବସିକିରି ଫେଣେଇ ଏଇ ଜିନିଷ ଗୁଡାକ କଣ ନା ଯେତିକି ଫେଣ୍ଟିବ ସେତିକି ରୁଚିରତା ବାହାରିବ। ଗଡେଇ ଦେଇକିରି ପଳେଇଲେ ୟା ମିଠା ମିଳିବନି। ତାକୁ ଫେଣଉଥିଲେ ଯାର ସୁଗନ୍ଧ ବାହାରୁଥିବ, ଆସ୍ୱାଦନ ବାହାରୁଥିବ। କିନ୍ତୁ ଆମେ ତ ହତଭାଗା, ଆମ କପାଳେ କଣ ଏଗୁଡାକ ଅଛି କି?